Learners, welcome to ଶିକ୍ଷାଶାସ୍ତ୍ର। Learners, ଆମେ ଓଡ଼ିଆ ଟିଜିଟି ପେଡାଗୋଜିର ମାରାଥନ ସିଲାବସ୍ କଭର ସିରିଜକୁ କଣ୍ଟିନ୍ୟୁ କରୁଥିଲେ। ଯେଉଁମାନେ ବି LTR ଓଡ଼ିଆ ଟିଜିଟି ପାଇଁ ପ୍ରିପାରେସନ୍ କରୁଛେ ସେମାନଙ୍କୁ ଏ କ୍ଲାସ୍ ବହୁତ ହେଲ୍ପଫୁଲ୍ ହେବ। ଯେଉଁମାନେ ବି ଆଗକୁ ଆସୁଥିବା ତୁମମାନଙ୍କର RST ହଉ SSB ହଉ ଯଦି ଓଡ଼ିଆ ଟିଜିଟିର ପର୍ଟିକୁଲାର ପୋଷ୍ଟ ଆସିଲା ସେମାନଙ୍କୁ ନିଶ୍ଚିନ୍ତ ଭାବରେ ହେଲ୍ପଫୁଲ୍ ହେବ। ତ ଆମେ ଯେଉଁମାନେ ବି ବର୍ତ୍ତମାନ ସମୟରେ ସ୍ପେସିଫିକାଲି LTR ମେନ୍ସ ଏକ୍ଜାମ ପାଇଁ ପ୍ରିପାରେସନ୍ କରୁଛ ସେମାନେ କ୍ଲାସ୍କୁ ରେଫର କରିବ। ଯଦି ବି ତୁମମାନଙ୍କର କ୍ଲାସ୍ରେ କୌଣସି ଡାଉଟ୍ ରହୁଛି ତୁମମାନେ ପଚାରିବ। ବହୁତ ପିଲାଙ୍କର କରିଥିଲା କି ସାର୍ ସିଲାବସ୍ ସରିବ କି ନାହିଁ ଟାଇମ୍ରେ, ଆପଣ ବହୁତ ସାରା କଣ୍ଟେଣ୍ଟ ଆମର ଅଛି ଓଡ଼ିଆ ପେଡାଗୋଜିରେ, ତୁମମାନେ ପୁରା ସିଓର ଥାଅ। ଆଉ ଆମେ ଚେଷ୍ଟା କରିବା ପିଲେ 2-4 ଦିନ ଭିତରେ ତୁମମାନଙ୍କର ସିଲାବସ୍କୁ ପୁରା କଭର ଅପ୍ କରିବା ପାଇଁ। ତୁମମାନେ ଜାଣିଛ ବହୁତ ସାରା କଣ୍ଟେଣ୍ଟ ଅଛି ଯେଉଁ କଣ୍ଟେଣ୍ଟ ଗୁଡ଼ାକ କେଉଁଠି ବି ମିଳିବା କଷ୍ଟକର, ତଥାପି ମୁଁ ସବୁ ପ୍ରକାର ଚେଷ୍ଟା କରୁଛି ତୁମମାନଙ୍କର କଣ୍ଟେଣ୍ଟ ଗୁଡ଼ାକୁ ଆଡ଼୍ କରିକି କଭର ଅପ୍ କରିବା ପାଇଁ। ଆଉ ଓଡ଼ିଆ ଟାଇପିଂ କରିବା, ଓଡ଼ିଆକୁ ପୁଣି ଟାଇପିଂ କଲା ପରେ ଆଉ ଗୋଟେ ଜାଗାକୁ ଆଣି ତାକୁ ଓପନ୍ କଲା ବେଳକୁ ପୁଣି ସେଥିରେ ଚେଞ୍ଜେସ୍ ତୁମମାନେ ଜାଣିପାରୁଥିବ ସେ ସମସ୍ୟା ଗୁଡ଼ିକୁ। ତାପରେ ବି ମୋର ବିଶ୍ୱାସ ତୁମମାନେ ୟାକୁ ଆଡ଼ଜଷ୍ଟ କରିପାରିବ। ଯଦି ବି କୌଣସି ଜାଗାରେ କୌଣସି ବି ତ୍ରୁଟି ଥିବ ତୁମମାନେ ତାକୁ ଧ୍ୟାନ ନ ଦେଇ କଣ୍ଟେଣ୍ଟକୁ ବୁଝିବା ପାଇଁ ଧ୍ୟାନ ଦେବ କି ସାର୍ ଆମକୁ କ'ଣ ବୁଝିବାକୁ ଚେଷ୍ଟା କରୁଛନ୍ତି। ଆମେ ସିଲାବସ୍ ଭିତରେ ରହିବା, ସିଲାବସ୍ ବାହାରକୁ ବିଲକୁଲ ବି ଯିବା ନାହିଁ। ଯେତିକି ଆମର ପରୀକ୍ଷାରେ ପଡ଼ିବ ତାକୁ ଆମେ ଭଲ ଭାବରେ କଭର ଅପ୍ କରିଦେବା। କାଲି ମୁଁ ତୁମମାନଙ୍କୁ କ୍ଲାସ୍ରେ କହୁଥିଲି 15ଟା ବୁଲେଟ୍, ନାଇଁ ପିଲେ ଆଉ ଗୋଟେ ପେଜ୍ରେ ତୁମମାନଙ୍କର 6ଟା ବୁଲେଟ୍ ରହିଯାଇଥିଲା। ଟୋଟାଲ୍ ତୁମମାନଙ୍କର 21ଟା ବୁଲେଟ୍। 21ଟା ବୁଲେଟ୍ରୁ ଆମେ ଦେଖିଲେ ପାର୍ଟ 1 ଓଡ଼ିଆ ଶିକ୍ଷାଦାନ ପଦ୍ଧତିରେ ତୁମମାନଙ୍କର 3ଟା ବୁଲେଟ୍ ଏବଂ ତୁମମାନଙ୍କର ପାର୍ଟ 2 ଶିକ୍ଷାଦାନ ପାଇଁ ବିଭିନ୍ନ ଆଭିମୁଖ୍ୟ ଆଉ କୌଶଳ, ସେଥିରେ ତୁମମାନଙ୍କର 18ଟା ବୁଲେଟ୍। ଟୋଟାଲ୍ ତୁମମାନଙ୍କର 21ଟା ବୁଲେଟ୍। ଆମେ 21ଟାଙ୍କ ବୁଲେଟ୍ ପିଲେ କଭର ଅପ୍ କରିବା। ଆଉ 2ଟା ଟାଇମ୍ରେ ତୁମମାନଙ୍କର କ୍ଲାସ୍ ମୁଁ ତୁମମାନଙ୍କୁ ନୋଟିଫାଏ କରିଛି। ଗୋଟେ ହେଲା ସକାଳ 7ଟା ଏବଂ ଆଉ ଗୋଟେ ହେଲା ତୁମମାନଙ୍କର ସନ୍ଧ୍ୟା 7ଟା। ଯେମିତି ମୋତେ ସମୟ ହେଲା ତୁମମାନଙ୍କର, ଏବଂ ଆଉ ଗୋଟେ କ୍ଲାସ୍ ମୁଁ ତୁମମାନଙ୍କର ଯେଉଁଟାକୁ ଆମେ ରାତ୍ରି 10ଟାରେ ମଧ୍ୟ ଚେଷ୍ଟା କରିବି ଅପଲୋଡ଼ କରିବା ପାଇଁ। ତ 2ଟା କ୍ଲାସ୍ ଏବେ ତୁମମାନେ ଟାଇମ୍ ମନେ ରଖିଥିବା, ଗୋଟେ ହେଲା 7ଟା ଆଉ ଗୋଟେ 7ଟା। ଯଦି ବି ଟାଇମ୍ ହୁଏ ତାହେଲେ ରାତି 10ଟାରେ ମଧ୍ୟ ଆଉ ଗୋଟେ କ୍ଲାସ୍ ଅପଲୋଡ଼ କରିଦେବି, ଯେଉଁଥିରେ କି ତୁମମାନଙ୍କର 3ଟା କ୍ଲାସ୍ ଯଦି ଦୈନିକ ରହିବ ତାହେଲେ ତୁମମାନଙ୍କର ସିଲାବସ୍ଟା କୁଇକଲି କଭର ହେଇଯିବ। ଠିକ୍ ହେଲା ପିଲେ? ଆମେ ପାର୍ଟ 1 ପିଲେ ଓଡ଼ିଆ ଶିକ୍ଷାଦାନ ପଦ୍ଧତିରେ କ'ଣ କ'ଣ କଭର ଅପ୍ କରିଥିଲେ କାଲି? ସାର୍ ବିଟ୍ 1 ଆଉ ବିଟ୍ 2 କଭର ଅପ୍ କରିଥିଲେ। ବିଟ୍ 1ରେ ଆମର କ'ଣ ଥିଲା ପିଲେ? ଓଡ଼ିଆକୁ ମାତୃଭାଷା ଭାବେ ଉଲ୍ଲେଖ କରି ଭାଷା ଶିକ୍ଷା ଏବଂ ଅଧିଗ୍ରହଣ ମନୋବିଜ୍ଞାନ। ବିଟ୍ 2ରେ ଥିଲା କ'ଣ? ବହୁଭାଷୀ ସନ୍ଦର୍ଭରେ ଓଡ଼ିଆ ଭାଷାର ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା ଏବଂ ପ୍ରସଙ୍ଗ। এই ଦୁଇଟାକୁ ଆମେ କଭର ଅପ୍ କରିଛୁ ପିଲେ। ଆଜି ଆମେ ବିଟ୍ 3ଟା କଭର ଅପ୍ କରିବା, ଯେଉଁଥିରେ ଆମେ ଜାଣିବା ଓଡ଼ିଆ ଶିକ୍ଷାଦାନର ଆଧୁନିକ ବନାମ ପାରମ୍ପରିକ ପଦ୍ଧତି କି ମଡ଼ର୍ଣ୍ଣ ଆଉ ଟ୍ରାଡ଼ିସନାଲ୍ ମେଥଡ଼ ଭିତରେ କ'ଣ ଡିଫରେନ୍ସ ଅଛି, ମଡ଼ର୍ଣ୍ଣ ମେଥଡ଼ କ'ଣ, ଟ୍ରାଡ଼ିସନାଲ୍ ମେଥଡ଼ କ'ଣ, ତାଙ୍କର କ'ଣ ବେନିଫିଟ୍ସ ଅଛି ଏବଂ କ'ଣ କ'ଣ ସବୁ ବର୍ତ୍ତମାନ ସମୟରେ ମେଥଡ଼ ଗୁଡ଼ାକ ଅଛି ଯେଉଁଗୁଡ଼ାକ ଆମ ଓଡ଼ିଆ ଶିକ୍ଷାଦାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ଏଇ ସବୁ ଜିନିଷ ଗୁଡ଼ାକ ଆଜି ଆମେ କଭର ଅପ୍ କରିବା। ବିଟ୍ 3 ପିଲେ ଓଡ଼ିଆ ଶିକ୍ଷାଦାନର ଆଧୁନିକ ବନାମ ପାରମ୍ପରିକ ପଦ୍ଧତି। ଆମେ ଏଥିରେ କ'ଣ କ'ଣ ପିଲେ କଭର ଅପ୍ କରିବା? ସାର୍ ପାରମ୍ପରିକ ପଦ୍ଧତି କହିଲେ ଆମେ କ'ଣ ବୁଝୁଛେ, ତାର ଅର୍ଥ କ'ଣ ଏବଂ କ'ଣ ତାର ସୁବିଧା ଅଛି ଅସୁବିଧା କ'ଣ, ଯଦି ଆମେ ପାରମ୍ପରିକ ପଦ୍ଧତିକୁ ବ୍ୟବହାର କରିବା ଉପକାର କ'ଣ ଆଉ ଅପକାର କ'ଣ, ବା ବେନିଫିଟ୍ସ କ'ଣ ଆଉ ଆମେ କହିପାରିବା ଡିମେରିଟ୍ସ କ'ଣ କ'ଣ ଅଛି। ସେମିତି ଆଧୁନିକ ପଦ୍ଧତି କ'ଣ, ତାର ଅର୍ଥ, ତାର ଉପକାର ଆଉ ଅପକାର, ଏବଂ ଜାଣିବା ଆଙ୍କ ଦୁଇ ଜଣ ଭିତରେ କ'ଣ ଡିଫରେନ୍ସ ଅଛି ଆଧୁନିକ ପଦ୍ଧତି ବନାମ ପାରମ୍ପରିକ ପଦ୍ଧତି, ବା ଆଧୁନିକ ପଦ୍ଧତି ଓ ପାରମ୍ପରିକ ପଦ୍ଧତିରେ କ'ଣ ପ୍ରଭେଦ ରହିଛି, ଡିଫରେନ୍ସିଏସନ୍ କ'ଣ ରହିଛି। ଏବଂ ଆଉ ଗୋଟେ ବୁଲେଟ୍ ତୁମମାନଙ୍କର ପିଲେ ମଧ୍ୟ ଅଛି କି ଇମ୍ପୋର୍ଟାଣ୍ଟ କ'ଣ କ'ଣ ସବୁ ଅଛି ଓଡ଼ିଆ ଶିକ୍ଷାଦାନ ପଦ୍ଧତି ଗୁଡ଼ିକ, ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଶିକ୍ଷାଦାନ ପଦ୍ଧତି ସବୁ କ'ଣ କ'ଣ ଅଛି ସେଗୁଡ଼ା ମଧ୍ୟ ମୁଁ ଟିକେ ସର୍ଟକଟ୍ରେ କହିଦେବି। କାରଣ ତୁମେ ଖାଲି ଜାଣି ରଖିଥାଅ ତାର ଓଡ଼ିଆ ଗୁଡ଼ାକ କ'ଣ। ତୁମମାନେ ଇଂରାଜୀ ଗୁଡ଼ାକ ପଢ଼ିଛ ଭଲ ଭାବରେ ପେଡାଗୋଜି ପଢ଼ିଲା ବେଳେ, କିନ୍ତୁ ତାର ପର୍ଟିକୁଲାର ଓଡ଼ିଆ ମିନିଂ ଗୁଡ଼ାକ ଜାଣିନ। ସେଗୁଡ଼ା ମୁଁ କହିଥିଲେ ତୁମେ ନିଶ୍ଚିନ୍ତ ଭାବରେ ମନେ ପକାଇ ପାରିବ ଯେତେବେଳେ ମୁଁ ପେଡାଗୋଜି ଇଭାଲୁଏସନ୍ କ୍ଲାସ୍ କରୁଥିଲି। ପାରମ୍ପରିକ ପଦ୍ଧତି କହିଲେ ଆମେ କ'ଣ ବୁଝୁଛେ ପିଲେ? ମୁଁ ପାରମ୍ପରିକ ପଦ୍ଧତିକୁ ଯିବା ପୂର୍ବରୁ ତୁମମାନଙ୍କୁ ଖାଲି ଗୋଟେ ଜିନିଷ କହି ରଖୁଛି ପିଲେ, ଶିକ୍ଷାଦାନର ଅନେକ ସାରା ଉପାଦାନ ରହିଛି, ବା ଆମେ କହିପାରିବା ଯେତେବେଳେ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା କରୁଛେ ଗୋଟେ ଶୈକ୍ଷିକ ପରିବେଶରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଶିକ୍ଷାର୍ଥୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ପାଠ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଭଳି ଭାବରେ ଆମେ କହିପାରିବା ଶିକ୍ଷାଦାନ ପଦ୍ଧତିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଗୋଟେ ଶିକ୍ଷକ ଚାହୁଁଛି ତାର ଶିକ୍ଷଣକୁ ସରସ କରିବା ପାଇଁ, ସୁନ୍ଦର କରିବା ପାଇଁ, ଚିତ୍ତାକର୍ଷକ କରିବା ପାଇଁ,
ଫଳପ୍ରସୂ କରିବା ପାଇଁ, ଜୀବନ୍ତ କରିବା ପାଇଁ, ତାହେଲେ ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧୀୟ ଜ୍ଞାନ ତାକୁ ଭଲ ଭାବରେ ଗ୍ରହଣ କରିବାକୁ ପଡ଼ିବ। ତାକୁ ଜାଣିବାକୁ ପଡ଼ିବ କ'ଣ କ'ଣ ସବୁ ମାଧ୍ୟମ ଅଛି, ଉପାୟ ଅଛି, ଯୋଉ ଉପାୟରେ ମୁଁ ପାଠ୍ୟ ବିଷୟବସ୍ତୁକୁ ପିଲାଙ୍କ ପାଖରେ ପହଞ୍ଚାଇ ପାରିବି। ସେଇ ଦୃଷ୍ଟିକୋଣରୁ ବିଭିନ୍ନ ପ୍ରକାରର ପଦ୍ଧତି ସମ୍ବନ୍ଧରେ ଶିକ୍ଷକ ସଚେତନ ହେବା ଆବଶ୍ୟକ। ତ ଯଦି ପଦ୍ଧତିକୁ ଆମେ ଦିଟା କାଟାଗୋରୀ କରିବା, ଗୋଟେ ହେଲା ପାରମ୍ପରିକ ପଦ୍ଧତି, ଆଉ ଗୋଟେ ହେଲା ତୁମମାନଙ୍କର ଆଧୁନିକ ପଦ୍ଧତି। ସୋ ପାରମ୍ପରିକ ପଦ୍ଧତି କହିଲେ ଆମେ କ'ଣ ବୁଝୁଛେ? ଟ୍ରାଡିସନାଲ ମେଥଡ ଆମେ କହୁଛେ। ଟ୍ରାଡିସନାଲ ମେଥଡ କ'ଣ? ସାର୍ ପୂର୍ବରୁ ଯୋଉ ପଦ୍ଧତି ଗୁଡ଼ିକ ବ୍ୟବହାର କରାଯାଉଥିଲା ବା ପୂର୍ବରୁ ଏଇ ସମୟରେ ସେ ପଦ୍ଧତି ଗୁଡ଼ିକ ଆଉ ଏତେ ପରିମାଣରେ ବ୍ୟବହାର କରାଯାଉ ନାହିଁ, କରାଯାଉଛି କିନ୍ତୁ ଏତେ ପରିମାଣରେ କରାଯାଉ ନାହିଁ। ଏମିତି ଯୋଉ ପଦ୍ଧତି ଗୁଡ଼ାକ ଥିଲା ଯେଉଁଥିରେ ବିଷୟକୁ କେନ୍ଦ୍ର କରାଯାଉଥିଲା, ଅର୍ଥାତ୍ ପାଠ୍ୟ ବିଷୟବସ୍ତୁକୁ ସମାପ୍ତ କରାଗଲେ ଭାବୁଥିଲା କି ଆମର ପାଠପଢ଼ା ସରିଗଲା, ପାଠ୍ୟ ବିଷୟବସ୍ତୁ ସରିଗଲା ଆଉ ପାଠପଢ଼ା ସରିଗଲା। ଅର୍ଥାତ୍ ପାଠପଢ଼ାଟା, ଶିକ୍ଷାଦାନଟା କେବଳ ବିଷୟବସ୍ତୁ ମଧ୍ୟରେ ସୀମିତ ଥିଲା। ଅର୍ଥାତ୍ ନା ବିଷୟବସ୍ତୁ ବାହାରକୁ ଯାଉଥିଲା, ନା କ୍ଲାସରୁମ୍ ବାହାରକୁ ଯାଉଥିଲା, ନା ଆଉଟ୍ ଅଫ୍ ବକ୍ସ କିଛି ଶିକ୍ଷାଦାନ କରାଯାଉଥିଲା। କେବଳ ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନ ପିଲାଙ୍କୁ ପ୍ରଦାନ କରାଯାଉଥିଲା। ତେଣୁକରି ପୁରାତନ ଶିକ୍ଷାଦାନ ପଦ୍ଧତି ଏକ ବିଷୟ କେନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି ଥିଲା। ବିଷୟକୁ ଆଖି ଆଗରେ ରଖି ଶିକ୍ଷା ଦିଆଯାଉଥିଲା। ବିଷୟ ସମ୍ବନ୍ଧୀୟ ଜ୍ଞାନ ଲାଭ ହିଁ ଶିକ୍ଷା ନାମରେ ଅଭିହିତ ଓ ଶିକ୍ଷାର କେନ୍ଦ୍ରବିନ୍ଦୁ ରହୁଥିଲା। ଶିକ୍ଷା କହିଲେ ଆମେ କ'ଣ ବୁଝୁଥିଲେ? ମାନେ ପାରମ୍ପରିକ ପଦ୍ଧତି ଅନୁସାରେ ଶିକ୍ଷା କହିଲେ ବିଷୟ ସମ୍ବନ୍ଧୀୟ ଜ୍ଞାନ ଲାଭ। ଯୋଉ ବିଷୟ ପଢ଼ାଯାଉଛି ସେଇ ବିଷୟ ସମ୍ବନ୍ଧରେ ତାର ଭଲ ଭାବରେ କେମିତି ଜ୍ଞାନ ବଢ଼ିପାରିବ। ଅଦର ଆମେ ସାମଗ୍ରିକ ବିକାଶ ଏଠି କଥା କହୁନେ, ଆମେ ଅଲରାଉଣ୍ଡ ଡେଭଲପମେଣ୍ଟ କଥା କହୁନେ। ଏଇଠି ଆମେ କେବଳ କହୁଛେ ବିଷୟ ସମ୍ବନ୍ଧୀୟ ଜ୍ଞାନର ବିକାଶ ଘଟିବ। ତ ଯଦି ଆମେ ଆହୁରି ଡିକୋଡ୍ କରିବା, ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା, ଏହା ଏକ ଅମନୋବିଜ୍ଞାନିକ ଓ ନିର୍ଜୀବ ଶିକ୍ଷାଦାନ ପଦ୍ଧତି। ଦିଟା ପଏଣ୍ଟ ତମମାନଙ୍କୁ ଏଠି କହିଲି, ଏ ହେଉଛି ଅନ୍ ସାଇକୋଲୋଜିକାଲ। କାହିଁକି ୟାକୁ ଅମନୋବିଜ୍ଞାନ କହିବା? ସାର୍ ଶିକ୍ଷାଦାନ ସବୁବେଳେ ପିଲାର ବୁଦ୍ଧି, ଆମେ କହୁଛେ ଗୋଟେ ପିଲାର ତାର ବୁଦ୍ଧି, ତାର ବୟସ, ତାର ଆଗ୍ରହ, ତାର ରୁଚି, ତାର ମନସ୍ତତ୍ଵ, ତାର ପରିପକ୍ୱତା ଆଦିକୁ ଆଖି ଆଗରେ ରଖିକି ପ୍ରିପାରେସନ କରାଯିବା ଦରକାର। ଆଦିକୁ ଦୃଷ୍ଟିରେ ରଖି ଯଦି ପ୍ରସ୍ତୁତ କରାଯିବ ତାହେଲେ ଶିକ୍ଷାଦାନଟା ଭଲ ହବ। କିନ୍ତୁ ପାରମ୍ପରିକ ପଦ୍ଧତି ହେଉଛି କ'ଣ? ନା ଗୋଟେ ଅମନୋବୈଜ୍ଞାନିକ ପଦ୍ଧତି। ଅମନୋବୈଜ୍ଞାନିକ ପଦ୍ଧତି ମାନେ କ'ଣ? ନା ପିଲାର ମନୋବୈଜ୍ଞାନିକ ଯୋଉ ଦୃଷ୍ଟିକୋଣ ରହିଲା, ତାର ବୟସ, ତାର ବୁଦ୍ଧି, ତାର ଆଗ୍ରହ, ତାର ରୁଚି, ତାର ପରିପକ୍ୱତା ଆଦିକୁ ଇଏ ଦୃଷ୍ଟିଗୋଚର କରେ ନାହିଁ, ବା ଆମେ କହିପାରିବା ଆକୁ ଇଏ ନେଗ୍ଲେକ୍ଟ କରେ। ଏ ହେଉଛି ଗୋଟେ ନିର୍ଜୀବ ଶିକ୍ଷାଦାନ ପଦ୍ଧତି। କାହିଁକି କୁହାଗଲା? କାହିଁକି ନିରସ କହିପାରିବ, ନିର୍ଜୀବ କହିପାରିବ? ଏଠି ଶିକ୍ଷାର୍ଥୀ ସକ୍ରିୟ ଭାବରେ ଅଂଶଗ୍ରହଣ କରେ ନାହିଁ। ଏଠି ଶିକ୍ଷାର୍ଥୀ ନିଷ୍କ୍ରିୟ ଥାଏ। ଶିକ୍ଷକ ଯାହା କହନ୍ତି ତାକୁ କେବଳ ସିଏ ଗ୍ରହଣ କରେ, ପ୍ୟାସିଭଲି, ନିଷ୍କ୍ରିୟ ଭାବରେ ଗ୍ରହଣ କରିଥାଏ। ନା ଏଠି ପିଲା ଇନଭଲଭମେଣ୍ଟ ହୁଏ, ପାର୍ଟିସିପେସନ କରେ, ଅଂଶଗ୍ରହଣ କରେ ନାହିଁ, ନିଜକୁ ନିୟୋଜନ କରେ ନାହିଁ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ। ଏଠି ପ୍ୟାସିଭଲି ସେ କେବଳ ରିସିପେଣ୍ଟ ଅଫ୍ ଇନଫର୍ମେସନ, ସୂଚନା ଗୁଡ଼ିକୁ ଶିକ୍ଷକ କତରୁ ଗ୍ରହଣ କରେ। ଯେହେତୁ ପିଲା ସକ୍ରିୟ ଭାବରେ ଅଂଶଗ୍ରହଣ କରେ ନାହିଁ, ପିଲା ନିଜକୁ ନିୟୋଜନ କରେ ନାହିଁ, ଏହା ଏକ ନିରସ ବା ନିର୍ଜୀବ ଶିକ୍ଷାଦାନ ପଦ୍ଧତି। ବାସ୍ତବ ଜୀବନ ସହିତ କୌଣସି ଲିଙ୍କ କରାଯାଏ ନାହିଁ। କେବଳ ପିଲାଙ୍କୁ ଶ୍ରେଣୀ ଗୃହ ଭିତରେ ପିଲାଙ୍କୁ କେବଳ ଶିକ୍ଷକ ୱାନ୍ ୱେରେ, ଏକକ ମାଧ୍ୟମରେ ଆମେ କହୁଛେ ଶିକ୍ଷାଦାନ କରିଥାନ୍ତି। ଏହା ହେଉଛି ଶିକ୍ଷକ କେନ୍ଦ୍ରିକ। ବିଷୟକୁ କେନ୍ଦ୍ର କରି ପଢ଼ାଯାଏ ଏବଂ ଶିକ୍ଷକ କେନ୍ଦ୍ରିକ ଏଇଥିପାଇଁ କୁହାଯାଉଛି କାରଣ ଶିକ୍ଷକଙ୍କର ଭୂମିକା ଏଠି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ଉପରେ ସବୁବେଳେ ନିର୍ଭରଶୀଳ ଥାନ୍ତି। ଏଠି ଶିକ୍ଷାର୍ଥୀ କାହା ଉପରେ ନିର୍ଭରଶୀଳ ଥାନ୍ତି ପିଲେ? ଶିକ୍ଷାର୍ଥୀ ନିର୍ଭରଶୀଳ କାହା ଉପରେ? ନା ଶିକ୍ଷକ ଉପରେ। ଶିକ୍ଷକ ଯାହା ପଢ଼େଇବେ ଶିକ୍ଷାର୍ଥୀ ତାକୁ ଗ୍ରହଣ କରିକି ଯିବେ। ଯେମିତି ମୁଁ ତୁମମାନଙ୍କୁ କହୁଥିଲି, ପାଉଲୋ ଫ୍ରେୟାରଙ୍କର ତୁମେ ଶୁଣିଥିବ ବ୍ୟାଙ୍କିଂ ସିଷ୍ଟମ ଅଫ୍ ଏଜୁକେସନ। ବ୍ୟାଙ୍କିଂ ସିଷ୍ଟମ ଅଫ୍ ଏଜୁକେସନରେ ଆମେ କ'ଣ କହୁଥିଲେ? ବ୍ୟାଙ୍କରେ ଯେମିତି ତୁମେ ପଇସାକୁ ଡିପୋଜିଟ୍ କରିଦେଇ ପଳେଇ ଆସୁଛ, ପିଲାଙ୍କୁ ଭାବୁଛେ ଆମେ କ'ଣ ନା ଷ୍ଟୁଡେଣ୍ଟ, ସାର୍ ଆମେ କହିପାରିବା ସେମାନେ ତାଙ୍କ ମାଇଣ୍ଡଟା ହେଉଛି କ'ଣ? ଏମ୍ପ୍ଟି ଭେସେଲ୍ସ, ଫମ୍ପା ମାଠିଆ। ସେଭଳି ଭାବରେ ଶିକ୍ଷକ ସେମାନଙ୍କ ଫମ୍ପା ମାଠିଆରେ ଆସିକି ପାଣିକି ପୁରେଇ ଦେବେ, ବ୍ୟାଙ୍କରେ ଆସି ଟଙ୍କାକୁ ଡିପୋଜିଟ୍ କରିଦେବେ, ଯେମିତିକି ପିଲାଙ୍କ ଆକାଉଣ୍ଟ ଖାଲି, ପିଲାଙ୍କ ମାଇଣ୍ଡ ହେଉଛି ଖାଲି। ଏ ହେଉଛି ଏମିତି ଗୋଟେ ପଦ୍ଧତି ଯେଉଁ ପଦ୍ଧତି ଗୁଡ଼ିକରେ ଶିକ୍ଷାର୍ଥୀ ଶିକ୍ଷକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥାନ୍ତି। ଶିକ୍ଷକ ଗୋଟିଏ ଆମେ କହିପାରିବା ଡୋମିନାଣ୍ଟ ବା ଗୋଟିଏ ଅଥରିଟେରିଆନ ରୋଲକୁ ପ୍ଲେ କରିଥାନ୍ତି।
विषय केन्द्रिक जोटा कि तुमको कहली विषय वस्तु को समाप्त उपर बेसी गुरुत्वारोप करा जाए कि विषय केन्द्रिक ज्ञान प्रदान करागले पाठ्य आमर जहाँ उद्देश्य अच्छे से हासिल हो गला बोली सेटा चिंता करा जाए पुस्तक केन्द्रिक एवं परीक्षा केन्द्रिक शिक्षादान पद्धति एवं एथिरे मध्य बुक ओरिएंटेड आउटसाइड बुक को जमा भी आम कहीपर जीवाई प्रयास करा जाए नहीं बा बियॉन्ड टेक्स्ट बुक जीवाई प्रयास करा जाए नहीं कि पुस्तक भितर देखिकी पुस्तक रे जहाँ लिखाई ताकू आम कभर करने गुरुत्वारोप करूँ ताकू आम समाप्त करने गुरुत्वारोप कर परीक्षा केन्द्रिक कौन जहाँ विषय वस्तु मु पढ़ेली पिला ताकू घोषिकी स्मरण कर पारला कि नहीं बा पिला ताकू मन रखी पारला कि नहीं सेटा जानिबा आम कौन करूँ आम ये मेमोराइजेशन उपर गुरुत्वारोप करूँ एवं परीक्षा उपर मध्य गुरुत्वारोप करथाउ कि पिला को पढ़े देलु परीक्षा पिला पास हो गला आमर काम सरीगला ठीक है पिले यही केतरा पॉइंट तुम कहले तुम मन रख आराम से तुम मन रही पूरा सहज किसी भी कष्ट ना सर पुरातन शिक्षादान पद्धति जोटा कमें कहे गतानुगतिक शिक्षादान पद्धति जोटा कि विषय उपर बेसी गुरुत्वारोप करुला एवं तार उद्देश्य कौन थिला कि विषय संबंधी पिला जदि ज्ञान लाभ करदेला ताहले सेटा हला आमे कहबा शिक्षार समाप्त हला शिक्षार उद्देश्य हासिल हो गला याको आमे अमनोवैज्ञानिक शिक्षादान पद्धति एथि कहले कारण पिलार मनोवैज्ञानिक जो दृष्टिकोण रहा वृद्धि बयस आग्रह रुचि परिपक्वता को ये गुरुत्वारोप करे ना ये निर्जीव शिक्षादान पद्धति ये कहले कारण ये हूँ गोटे निष्क्रिय शिक्षादान पद्धति ये पिला सक्रिय भाव में अंशग्रहण करे ना निजक नियोजन करे ना ये हूँ शिक्षक केन्द्रिक शिक्षादान पद्धति अर्थात शिक्षक उपर शिक्षार्थी सब निर्भरशील थाए शिक्षक गोटे डोमिनाट गोटे आम कहीपर अथॉरिटेरियन रोल को प्ले करें ये पुस्तक केन्द्रिक आम कहीपर पुस्तक केन्द्रिक शिक्षादान गोटे पद्धति जो थे कि पुस्तक भितर शिक्षक निजक सीमित कर रखि थाए पुस्तक बाहर पुस्तक रु बाहर कि आम किसी ज्ञान प्रदान करने गुरुत्व दि जाए ना एवं पिला जहाँ पढ़ला स्मरण रखला से परीक्षा रे उत्तीर्ण हो पारछि कि नहीं ता संबंधी गुरुत्वारोप करा जाए कौन सब पारंपरिक सर आप कहले पारंपरिक पद्धति सब तो अपकार अच्छी उपकार पुणी किसी अच्छी कि हाँ किसी उपकार थाई पारे देखिबा कौन कौन उपकार अच्छी आर्थिक दृष्टिकोण ये हूँ सस्ता तुम्हें भाव टीचर आसवे क्लासरूम पढ़ाई दे पलैबे ना एथिपाई टेक्नोलोजी आवश्यकता पड़ुची ना एथिपाई आईसीटी आवश्यकता पड़ुची ना एथिपाई इलेक्ट्रिसिटी को आरंभ कर विभिन्न प्रकार जो मॉडर्न टेक्नोलोजी मॉडर्न इक्विपमेंट्स आवश्यकता पड़ुची तेणुक एथिपाई आर्थिक आम कहीपर गोटे बर्डन आसे ना आर्थिक दृष्टिकोण जदि आम चिंता करवा मॉडर्न मेथड को आधुनिक पद्धति ये टी आमको सस्ता पड़ो शिक्षादान श्रृंखलित भाव में होता कहीं मुझे श्रृंखलित भाव में होता पे ना तुम्हें देख श्रृंखलित इन टर्म्स ऑफ टीचर कंट्रोल रे पूरा थाए शिक्षादान शिक्षण प्रक्रियाटा तो ये पिला जो टू मच फ्रीडम न दि जाए पिला ओपन अपॉर्चुनिटी न दि जाए ऑटोनोमस एनवायरनमेंट बा आम स्वाधीन परिवेश न दि जाए जो शिक्षक सब जिन को नियंत्रण करती शिक्षक एक सुरक्षित भाव में करपारती तो ये गोटे से दृष्टिकोण आम कहीपर श्रृंखलित भाव कार्य गुड़ाक होता है कम समय पाठ्यक्रम समाप्त हो जाए कम समय अधिक पाठ्यक्रम आम कहीपर कम समय अधिक जेहेतु ये शिक्षक नियंत्रण रे शिक्षादान शिक्षण प्रक्रियाटा थाए विषय वस्तु को समाप्त करने प्रयास करा जाए तेणुक शिक्षक आसती जहाँ पढ़ार कथा पढ़े दे सिलेबस को जल्दी कवर अप कर दियंती तेणुक पाठ्यक्रमटा शीघ्र सरे पाठ्यक्रमटा कम समय सरे जदि पिला को मु कहबी तमे निजे निजे पढ़ तुम मान अपॉर्चुनिटी देवी फ्रीडम देवी सब एक्टिविटीज कर विभिन्न प्रकार प्रोजेक्ट प्रकल्प कर ताहले सेटा समय जीव टाइम टेकिंग जीव बा समय नब सिलेबस को सारिया पे मध्य आहुरी समय जीव मात्राधिक शिक्षण सामग्री व्यवहार करा जाए ना एटा मध्य गोटे ये आम कहे उपकार लिखुचे कि एटी टू मच ऑफ इक्विपमेंट आवश्यकता पड़ न थाए जदि अधिक इक्विपमेंट आवश्यकता पड़ो ताले अधिक खर्च जीव अधिक समय जीव तो सही दृष्टिकोण जब चिंता करवा तो ये अधिक सामग्री आवश्यकता पड़ न थाए विभिन्न प्रकार टीचिंग लर्निंग मटेरियल आवश्यकता न थाए तो यही केतरा पॉइंट मन रखियो ये सस्ता आधुनिक पद्धति अपेक्षा या शिक्षक श्रृंखलित भाव में करें कम समय अधिक पाठ्य विषय वस्तु आम समाप्त करिपरिबा एवं अधिक शिक्षण सामग्री दरकार पड़ न था जहाद्वारा कौन हुए आमर खर्च मध्य अधिक हो न था नेक्स्ट प्ले पारंपरिक पद्धतिर अपकार कौन कौन सब अच्छी बा असुविधा कौन कौन सब अच्छी डिसएडवांटेज बा डिमेरिट्स कौन कौन अच्छी आम जानिबा
ସାର୍ ପାରମ୍ପରିକ ପଦ୍ଧତିରେ ତ ବହୁତ ସାରା ଡିମେରିଟ୍ସ ଅଛି। ଆପଣ କହିଲେ ଇଏ ହେଉଛି ଶିକ୍ଷକ କେନ୍ଦ୍ରିକ, ଅର୍ଥାତ୍ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାଟା ଶିକ୍ଷକଙ୍କ ଦ୍ୱାରା ଶିକ୍ଷକଙ୍କର ଗୋଟେ ଅଥରିଟେରିଆନ ରୋଲ ମାଧ୍ୟମରେ ପରିଚାଳିତ ହୋଇଥାଏ, ଯେଉଁଥିରେ ଶିକ୍ଷକ ହିଁ ଶିକ୍ଷଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାନ୍ତି। ସମସ୍ତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେଉଛନ୍ତି କିଏ? ନା ଶିକ୍ଷକ। ଶିକ୍ଷକ କଣ କରିବେ? ଯା ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନକୁ ପିଲାଙ୍କୁ ପ୍ରଦାନ କରିବେ। ତ ବିଷୟ ସମାପ୍ତ ହେଇଗଲେ, ପାଠ ବିଷୟବସ୍ତୁ ସରିଗଲେ, ପାଠ୍ୟକ୍ରମ ସରିଗଲେ, ଶିକ୍ଷକଙ୍କର କାମ ସରିଗଲା ଶିକ୍ଷକ ଭାବନ୍ତି। ତ ଶିକ୍ଷକ ଏଠି କଣ କରନ୍ତି? ନା ଗୋଟେ ଡୋମିନାଣ୍ଟ ରୋଲ ପ୍ଲେ କରନ୍ତି, ଗୋଟେ ଅଥରିଟେରିଆନ ରୋଲ ପ୍ଲେ କରନ୍ତି। ଶିକ୍ଷକ କଣ କରନ୍ତି? ସବୁବେଳେ ଚାହାନ୍ତି ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ତ ଶିକ୍ଷକ ଏଠି ୱାନ୍ ୱେ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ନ୍ତି। ଏଠି ନୋ, ଆମେ କହିପାରିବା ଇଣ୍ଟରାକ୍ସନ, ନୋ ପାର୍ଟିସିପେସନ, ଶିକ୍ଷାର୍ଥୀମାନଙ୍କର କୌଣସି ପ୍ରକାର ନିୟୋଜନ, ଶିକ୍ଷାର୍ଥୀମାନଙ୍କର କୌଣସି ପ୍ରକାର ଅଂଶଗ୍ରହଣ ଏଠି ହୋଇନଥାଏ। ତ ଏଠି ୱାନ୍ ୱେ କମ୍ୟୁନିକେସନ ଆମେ କହିପାରିବା, ଯେଉଁଥିରେ ଶିକ୍ଷକ ଗୋଟେ ଡୋମିନାଣ୍ଟ, ଗୋଟେ ଅଥରିଟେରିଆନ ରୋଲଟେ ପ୍ଲେ କରନ୍ତି। କୌଣସି ଶିକ୍ଷାର୍ଥୀମାନଙ୍କର ଅଂଶଗ୍ରହଣ ହୋଇନଥାଏ, କୌଣସି ଶିକ୍ଷାର୍ଥୀମାନଙ୍କର ନିୟୋଜନ ହୋଇନଥାଏ। ଏଇଟା ମନେ ରଖିବା, ସେଇ ଦୃଷ୍ଟିକୋଣରୁ ଏଇଟା ଗୋଟେ ଡିମେରିଟ୍ ହେଉଛି ଶିକ୍ଷକ କେନ୍ଦ୍ରିକ। ବିଷୟ କେନ୍ଦ୍ରିକ ତମମାନଙ୍କୁ କହିଲି, ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର ଏଠି ଉଦ୍ଦେଶ୍ୟ ହେଉଛି କ'ଣ? ନା ବିଷୟବସ୍ତୁକୁ ସମାପ୍ତ କରିଦେବା। ତ ଆମେ କେବଳ ଯଦି ବିଷୟବସ୍ତୁ ଭିତରେ ନିଜକୁ ସୀମିତ କରି ରଖିବା, ତାହେଲେ ଆମର ସାମଗ୍ରିକ ବିକାଶ ହେଇପାରିବ ନାହିଁ, ଆମର ସର୍ବାଙ୍ଗୀନ ବିକାଶ ହେଇପାରିବ ନାହିଁ। ସର୍ବାଙ୍ଗୀନ ବିକାଶ ହେବାକୁ ହେଲେ ଆମକୁ ବିଷୟବସ୍ତୁରୁ ବାହାରକୁ ଯିବାକୁ ପଡ଼ିବ, ଆମକୁ ସବୁ ପ୍ରକାର ଜ୍ଞାନକୁ ହାସଲ କରିବାକୁ ପଡ଼ିବ। କିନ୍ତୁ ପାରମ୍ପରିକ ପଦ୍ଧତିର ଗୋଟେ ଅପକାର କ'ଣ, ବା ଗୋଟେ କ'ଣ ଡିମେରିଟ୍? ଇଏ କେବଳ ବିଷୟବସ୍ତୁ ଭିତରେ ନିଜକୁ ସୀମିତ କରି ରଖିଥାଏ। ତ ଇଏ ହେଉଛି କ'ଣ? ନା ବିଷୟ କେନ୍ଦ୍ରିକ। ପୁସ୍ତକ କେନ୍ଦ୍ରିକ, ଇଏ ମଧ୍ୟ ଟେକ୍ସଟ ବୁକ୍ ବିୟଣ୍ଡରେ ବାହାରକୁ ଯାଏ ନାହିଁ, ବା ଟେକ୍ସଟ ବୁକ୍କୁ ଛାଡ଼ିକି ଆଉ ଏକ୍ସଟ୍ରା ଯେଉଁ ନଲେଜ ରହିଲା ସେଗୁଡ଼ାକ ପିଲାକୁ ପ୍ରଦାନ କରିବା ପାଇଁ ଚେଷ୍ଟା କରାଯାଏ ନାହିଁ। ଟେକ୍ସଟ ବୁକ୍ରେ ଯାହା ଲେଖା ହେଇଛି ସେଇ ବିଷୟବସ୍ତୁକୁ କମ୍ପ୍ଲିଟ୍ କରିଦେଲେ ପାଠପଢ଼ା ଆମର ସରିଗଲା। ତେଣୁକରି ପାରମ୍ପରିକ ପଦ୍ଧତି ହେଉଛି ଏମିତି ଗୋଟେ ପଦ୍ଧତି ଯେଉଁଟାକି ପୁସ୍ତକଗତ ଜ୍ଞାନକୁ ଅଧିକ ଗୁରୁତ୍ୱ ଆରୋପ କରାଗଲା, ଯାହା ମାଧ୍ୟମରେ ପିଲାଙ୍କର ସବୁ ପ୍ରକାରର ବିକାଶ ବାଧାପ୍ରାପ୍ତ ହେଉଥିଲା। ପରୀକ୍ଷା କେନ୍ଦ୍ରିକ, ଏହା ମଧ୍ୟ ପରୀକ୍ଷା ଉପରେ ବା ଏକ୍ଜାମିନେସନ ଓରିଏଣ୍ଟେଡ୍ ଆମେ କହୁଛେ, ବା ଏକ୍ଜାମ ସେଣ୍ଟେଡ୍ ଆମେ କହୁଛେ, ଯେଉଁଥିରେ ପରୀକ୍ଷା, ପିଲା ଯାହା ପଢ଼ିଲା ତାକୁ କେମିତି ମେମୋରାଇଜେସନ କରି ବା ସ୍ମରଣ ରଖିକି ପରୀକ୍ଷାରେ ତାକୁ ଉତ୍ତାରି ପାରିବ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ, ତାରି ଉପରେ ଗୁରୁତ୍ୱ ଆରୋପ କରାଗଲା। ସୋ ଏଇ ଚାରିଟା ହେଉଛି ତାର ମେଜର ଡିମେରିଟ୍ ଆମେ କହିପାରିବା। ଗୋଟେ ହେଲା ଶିକ୍ଷକ କେନ୍ଦ୍ରିକ, ବିଷୟବସ୍ତୁ କେନ୍ଦ୍ରିକ, ପୁସ୍ତକ କେନ୍ଦ୍ରିକ, ଆଉ ହେଲା ପରୀକ୍ଷା କେନ୍ଦ୍ରିକ। ତାକୁ ଛାଡ଼ିକି ମଧ୍ୟ ଆହୁରି କିଛି ପଏଣ୍ଟ ଅଛି, ଯେମିତିକି ଆମେ କହିପାରିବା ଇଏ ହେଉଛି ବାସ୍ତବ ଜୀବନ ସହିତ ସମ୍ପର୍କକୁ ଛିନ୍ନ କଲା। କାହିଁକି କହୁଛି ବାସ୍ତବ ଜୀବନ ସହିତ ସମ୍ପର୍କକୁ ଛିନ୍ନ କଲା? ଶିକ୍ଷାଦାନଟା କେବଳ ଶ୍ରେଣୀଗୃହ ଭିତରେ ହବ, ସେଇଟା ହେଉଛି ଗୋଟେ ପ୍ରକାରର ଆମେ କହିପାରିବା ନ୍ୟାରୋ ମାଇଣ୍ଡେଡ୍ ବା ଗୋଟେ ସଂକୀର୍ଣ୍ଣ ଚିନ୍ତାଧାରା। ପାରମ୍ପରିକ ପଦ୍ଧତି ସବୁବେଳେ ସଂକୀର୍ଣ୍ଣ ଚିନ୍ତାଧାରାକୁ ନେଇକି ପରିଚାଳିତ। ସଂକୀର୍ଣ୍ଣ ମାନେ କ'ଣ? ଶିକ୍ଷକ ପଢ଼େଇବେ, ବିଷୟବସ୍ତୁ ସରିବ, ଶ୍ରେଣୀଗୃହ ଭିତରେ ଶିକ୍ଷାଦାନ ହବ। ଶ୍ରେଣୀଗୃହ ବାହାରକୁ ସିନା ଗଲେ ପିଲା ବାସ୍ତବ ପରିବେଶରେ, ଯଦି ବାସ୍ତବ ପରିବେଶରେ ବିଭିନ୍ନ ପ୍ରକାର ଅନୁଭୂତି ମାଧ୍ୟମରେ, ପ୍ରୟୋଜନ ଭିତ୍ତିକ ଭାବରେ, ପ୍ରକଳ୍ପ ମାଧ୍ୟମରେ, କାର୍ଯ୍ୟ ମାଧ୍ୟମରେ ପିଲା ଶିକ୍ଷଣ କରିବ, ତାହେଲେ ତାର ଶିକ୍ଷଣଟା ଭଲ ହବ, ଫଳପ୍ରଦ ହବ, ସରସ ହବ, ସୁନ୍ଦର ହବ। ଯଦି ପିଲାକୁ ଶ୍ରେଣୀଗୃହ ଭିତରେ ମୁଁ ଲିମିଟ୍ କରିକି ରଖିଦେବି, ଟେକ୍ସଟ ବୁକ୍ ଭିତରେ ଲିମିଟ୍ କରିକି ରଖିଦେବି, ଗୋଟେ ବିଷୟ ଭିତରେ ଲିମିଟ୍ କରି ରଖିଦେବି, ତାହେଲେ ତାର ବାସ୍ତବ ଜୀବନ ସହିତ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଛିନ୍ନ ହେଇଯିବ। ସେ କେବଳ ଶ୍ରେଣୀଗୃହ ପାଠକୁ ଘୋଷିକି ମନେ ରଖିବ, କିନ୍ତୁ ଜୀବନରେ କିଛି କାମରେ ଲଗେଇ ପାରିବ ନାହିଁ। ଯେମିତିକି NCF 2005ରେ ତମମାନଙ୍କର କୁହାଯାଇଛି କି କ୍ଲାସରୁମ୍ ବାହାର ପରିବେଶ ସହିତ ପିଲାଙ୍କୁ ଭଲ ଭାବରେ ଲିଙ୍କ କରିବା ଦରକାର, ପିଲାଙ୍କୁ ଭଲ ଭାବରେ ଜଡ଼ିତ କରିବା ଦରକାର। ଇଏ ହେଉଛି ଗୋଟେ ଅମନୋବୈଜ୍ଞାନିକ ଚିନ୍ତାଧାରାକୁ ଫଲୋ କରେ। ଅମନୋବୈଜ୍ଞାନିକ ଏଇଥିପାଇଁ ତମମାନଙ୍କୁ କହିଲି, ନା ଶିକ୍ଷାର୍ଥୀର ଆଗ୍ରହ, ତାର ଉତ୍ସାହ, ତାର ମୋଟିଭେସନ ବା ଅଭିପ୍ରେରଣା, ତାର ପରିପକ୍ୱତା, ଆକୁ ଇଏ ଗୁରୁତ୍ୱ ଆରୋପ କରେ ନାହିଁ ବା ଧ୍ୟାନ ଦେୟ ନାହିଁ। ପିଲା ଯୋଉ ବୟସର ହଉଛି ହଉ, ପିଲା ଭିତରେ ଯେତେ ଇଣ୍ଡିଭିଜୁଆଲ ଡିଫରେନ୍ସ ଥାଉ କି ନଥାଉ, ମୁଁ କେବଳ ଲେକ୍ଚର ମେଥଡରେ ପଢ଼େଇଦେବି ବା ବକ୍ତୃତା ପଦ୍ଧତିରେ ମୁଁ କେବଳ ପଢ଼େଇଦେବି। ପିଲା ବୁଝୁ କି ନ ବୁଝୁ, ପିଲାଙ୍କ ଭିତରେ ଡାଇଭରସିଟି ଅଛି, ତେଣୁକରି ଆମେ ଡିଫରେନ୍ସିଏଟେଡ୍ ଇନଷ୍ଟ୍ରକ୍ସନକୁ ଫଲୋ କରିବା ଦରକାର। ତେଣୁକରି ପାରମ୍ପରିକ ପଦ୍ଧତି ସେ ତାକୁ କହେ ନାହିଁ। ସେ କହିବ ପିଲାର ବୟସ ଯାହା ହଉଛି ହଉ, ପିଲାର ପରିପକ୍ୱତା ହଉ କି ନ ହଉ, ପିଲା ଭିତରେ ଅଭିପ୍ରେରଣା ଥାଉ କି ନଥାଉ, ପିଲାର ଆଗ୍ରହ ଥାଉ କି ନଥାଉ, ମୁଁ ଗୋଟିଏ ପ୍ରକାରରେ ପିଲାଙ୍କୁ ପଢ଼େଇବି। ତେଣୁକରି ଇଏ ହେଉଛି ଗୋଟେ ଅମନୋବୈଜ୍ଞାନିକ ଚିନ୍ତାଧାରାକୁ ଫଲୋ କରୁଥିବା ବା ଆଧାର ଭାବରେ ନେଉଥିବା ପଦ୍ଧତି। ପରିସର ହେଉଛି ଏହାର ସଂକୀର୍ଣ୍ଣ କ'ଣ? ଆମେ ଯେତେବେଳେ କହୁଛେ ଆଧୁନିକ ପଦ୍ଧତିର ପରିସର ହେଉଛି ବ୍ୟାପକ, କିନ୍ତୁ ପାରମ୍ପରିକ ପଦ୍ଧତିର ପରିସର ହେଉଛି ସଂକୀର୍ଣ୍ଣ, କାରଣ ଇଏ ସଂକୀର୍ଣ୍ଣ ଚିନ୍ତାଧାରାକୁ ଆଧାର କରିଥାଏ। କେବଳ ବିଷୟ ବସ୍ତୁ ସମ୍ବନ୍ଧୀୟ ଜ୍ଞାନ ହାସଲ ହେଇଗଲେ ଆମର କାମ ସରିଗଲା। କେବଳ ପିଲାର ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନ ତାଙ୍କ ଜୀବନରେ କାମରେ ଲାଗିବ କି? ପିଲାର ସର୍ବାଙ୍ଗୀନ ବିକାଶ ହେବା ଦରକାର, ସାମଗ୍ରିକ ବିକାଶ ହେବା ଦରକାର। ସେ ଭଲସେ କଥା କହିପାରୁଥିବ, ଭଲସେ ଚାଲିପାରୁଥିବ, ଭଲସେ ଦୌଡ଼ି ପାରୁଥିବ, ଭଲସେ ନାଚି ପାରୁଥିବ, ଭଲସେ ହସି ପାରୁଥିବ, ତାର ଆବେଗକୁ ନିୟନ୍ତ୍ରଣ କରିପାରୁଥିବ, ସାମାଜିକ, ଅର୍ଥନୈତିକ, ଆବେଗିକ, ନୈତିକ
ଏଇ ବିକାଶ ଗୁଡ଼ିକ ହେଲେ ଆମେ କହିପାରିବା ତାର ଗୋଟେ ସାମଗ୍ରିକ ବା ସର୍ବାଙ୍ଗୀନ ବିକାଶ ହେଉଛି, କିନ୍ତୁ ତା ଉପରେ ଇଏ ଗୁରୁତ୍ୱାରୋପ କରେ ନାହିଁ। ଉଦ୍ଦେଶ୍ୟ ହେଲା ବିଷୟ ସରିଗଲା, କାମ ସରିଗଲା, ବିଷୟବସ୍ତୁ ଜ୍ଞାନ ହେଇଗଲା, କାମ ସରିଗଲା, ପରୀକ୍ଷାରେ ପାସ୍ ହେଇଗଲା, କାମ ସରିଗଲା। ତେଣୁକରି ଆର ପରିସର ହେଉଛି ସଂକୀର୍ଣ୍ଣ ବା ଇଏ ହେଉଛି ଗୋଟେ ଆମେ କହିପାରିବା ଆର ସ୍କୋପ ହେଉଛି ବହୁତ ନ୍ୟାରୋ। ନିର୍ଜୀବ ଶିକ୍ଷାଦାନ ପଦ୍ଧତି, ଆକୁ ମୁଁ ତୁମମାନଙ୍କୁ କହୁଥିଲି ନିରସ ବା ନିର୍ଜୀବ ଶିକ୍ଷାଦାନ ପଦ୍ଧତି। ନିରସ କାହିଁକି କହୁଛି? ନିରସ ଅର୍ଥାତ୍ ରସହୀନ। ଏଟା ପିଲାଙ୍କୁ ଭଲ ଲାଗେ ନାହିଁ, କାରଣ ପିଲାମାନେ ତ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ ନାହିଁ। ପିଲାମାନେ ଏଠି ପାସିଭ। ଯଦି ଆମେ କହିପାରିବା ରୂପ ରସ ଆନନ୍ଦ, ଯଦି ପିଲାଙ୍କୁ ଭଲ ନ ଲାଗିଲା, ପିଲାଙ୍କୁ ଆନନ୍ଦଦାୟକ ନହେଲା, ପିଲା ନିଜେ ଅଂଶଗ୍ରହଣ କଲେ ନାହିଁ, ତାହେଲେ ତାକୁ ଆମେ କହିବା ଗୋଟେ ପ୍ରକାର ନିର୍ଜୀବ ଶିକ୍ଷାଦାନ ପଦ୍ଧତି, ଗୋଟେ ପ୍ରକାର ନିରସ ଶିକ୍ଷାଦାନ ପଦ୍ଧତି। ଠିକ ହେଲା ପିଲେ? ତ ଏଇଟା ଥିଲା ତୁମମାନଙ୍କର ଅପକାର। କ୍ୱିକଲି ତମମାନେ ଟିକେ ରିଭାଇଜ କରିଦିଅ। ସାର୍ ଇଏ ହେଉଛି ଶିକ୍ଷକ କେନ୍ଦ୍ରିକ, ଯୋଉଥିରେ ଶିକ୍ଷକ କେବଳ ୱାନ୍ ୱେ ମାଧ୍ୟମରେ ଡୋମିନାଣ୍ଟ ରୋଲ୍ ପ୍ଲେ କରି, ଅଥରିଟେରିଆନ ରୋଲ୍ ପ୍ଲେ କରି, ପିଲାମାନଙ୍କ ସହିତ କୌଣସି ବାର୍ତ୍ତାଳାପ ନ କରି ଶିକ୍ଷାଦାନ କରିଥାନ୍ତି। ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଭାବରେ ଶିକ୍ଷକଙ୍କ ଉପରେ ନିର୍ଭରଶୀଳ ଥାଏ। ଏ ବିଷୟବସ୍ତୁ ସମାପ୍ତକୁ ଗୁରୁତ୍ୱାରୋପ କରିଥାଏ ଏବଂ ଉଦ୍ଦେଶ୍ୟ ଥାଏ ବିଷୟ ସମ୍ବନ୍ଧୀୟ ଜ୍ଞାନ ହାସଲ। ପୁସ୍ତକ ଭିତରୁ ବାହାରକୁ ଯାଏ ନାହିଁ, ପୁସ୍ତକ ମଧ୍ୟରେ ରହି ପିଲାଙ୍କୁ ଶିକ୍ଷାଦାନ କରିବାକୁ ଚେଷ୍ଟା କରିଥାଏ। ପରୀକ୍ଷାରେ ପିଲା ଉତ୍ତୀର୍ଣ୍ଣ ହେବ ଏବଂ ଯାହା ପଢ଼ିଛି ତାକୁ ସ୍ମରଣ ରଖି ମେମୋରାଇଜ କେମିତି କରିକି ରିକଲ୍ କରିବ ତା ଉପରେ ଗୁରୁତ୍ୱାରୋପ କରାଯାଏ। ଇଏ ରିଏଲ ଲାଇଫ୍ ଏନଭାୟରନମେଣ୍ଟ ସହିତ ପାଠପଢ଼ାକୁ ରିଲେଟ୍ କରେ ନାହିଁ, ବାସ୍ତବ ଜୀବନ ସହିତ ପିଲାର ସମ୍ପୂର୍ଣ୍ଣ ରୂପେ ସମ୍ପର୍କଟା ଛିନ୍ନ ହୋଇଥାଏ, କାରଣ ଇଏ କେବଳ ବିଷୟବସ୍ତୁ ମଧ୍ୟରେ ପୁସ୍ତକ ମଧ୍ୟରେ ନିଜକୁ ସୀମିତ କରିକି ରଖିଥାଏ। ଏହା ହେଉଛି ଗୋଟେ ଅମନୋବୈଜ୍ଞାନିକ ଚିନ୍ତାଧାରା, ଅର୍ଥାତ୍ ଏ ମନୋବୈଜ୍ଞାନିକ ଦୃଷ୍ଟିକୋଣ ତଥା ଶିକ୍ଷାର୍ଥୀର ବୟସ, ପରିପକ୍ୱତା, ଆଗ୍ରହ, ଉତ୍ସାହ କିମ୍ବା ଅଭିପ୍ରେରଣ ଆଦିକୁ ଗୁରୁତ୍ୱାରୋପ କରେ ନାହିଁ। ଏହାର ପରିସର ହେଉଛି ସଂକୀର୍ଣ୍ଣ, ଏଇଥିପାଇଁ ଆମେ କହିଲେ ନ୍ୟାରୋ ହେଉଛି ଏହାର ସ୍କୋପ, କାରଣ ଇଏ କେବଳ ନିଜକୁ ବିଷୟବସ୍ତୁ ମଧ୍ୟରେ ସୀମିତ କରିକି ରଖେ, ବିଷୟବସ୍ତୁରୁ ବାହାରକୁ ଯାଏ ନାହିଁ, କେବଳ ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନ କଥା କହେ। କିନ୍ତୁ ଆମେ କହିବା ସର୍ବାଙ୍ଗୀନ ବିକାଶକୁ ଇଏ କଣ କରେ? ନେଗ୍ଲେକ୍ଟ କରେ। ଇଏ ହେଉଛି ଗୋଟେ ନିରସ ବା ନିର୍ଜୀବ ଶିକ୍ଷାଦାନ ପଦ୍ଧତି, କାରଣ ଏଥିରେ ଶିକ୍ଷାର୍ଥୀ ଅଂଶଗ୍ରହଣ କରିନଥାଏ। ଏହାକୁ କହିବା ନିଷ୍କ୍ରିୟ ଶିକ୍ଷାଦାନ ପଦ୍ଧତି ମଧ୍ୟ ତମାନେ କହିପାରିବ। ଠିକ ହେଲା? ଆମେ କହିବା ପ୍ୟାସିଭ ଗୋଟେ ପ୍ରକାରର ଇଏ ମେଥଡକୁ ଫଲୋ କରୁଥିବା ବିଭିନ୍ନ ପ୍ରକାର ପଦ୍ଧତି ଗୁଡ଼ିକ। ପାରମ୍ପରିକ ପଦ୍ଧତିରେ ବହୁତ ସାରା ପଦ୍ଧତି ପିଲେ ଆସିବ। ଏମିତି ମୁଁ ତୁମମାନଙ୍କୁ କହୁଥିଲି ଲେକ୍ଚର ମେଥଡ, ଯୋଉଟାକୁ ଆମେ କହୁଛେ ବକ୍ତୃତା ପଦ୍ଧତି, ଇଏ ଗୋଟେ ପାରମ୍ପରିକ ପଦ୍ଧତି। ଟିମ୍ ଟିଚିଂ, ଦଳଗତ ପଦ୍ଧତି, ସେ ମଧ୍ୟ ଗୋଟେ ପାରମ୍ପରିକ ପଦ୍ଧତି। ଡେମନଷ୍ଟ୍ରେସନ ମେଥଡ, ପ୍ରଦର୍ଶନ ପଦ୍ଧତି ଯୋଉଟାକୁ ଆମେ କହୁଛେ, ସେଟା ମଧ୍ୟ ତୁମମାନଙ୍କର ପାରମ୍ପରିକ ପଦ୍ଧତି ଭିତରେ ଆସିବ। ତ ଆଗକୁ ଆମେ କିଛି ପଦ୍ଧତି ଗୁଡାକ ତମମାନଙ୍କର ମୁଁ ଆଲୋଚନା କରିଦେବି, ଯୋଉଟା ତମମାନଙ୍କର ଏକ୍ସାମ ପଏଣ୍ଟ ଅଫ ଭ୍ୟୁରୁ ଦରକାର। ଯିବା ଆଧୁନିକ ପଦ୍ଧତି ଆଡକୁ। ଆଧୁନିକ ପଦ୍ଧତି କଣ ସେ ପିଲେ? ନା ସାର୍ ବର୍ତ୍ତମାନ ସମୟରେ ଆମେ ଯୋଉ ପଦ୍ଧତି ଗୁଡ଼ିକୁ ଗ୍ରହଣ କରୁଛେ 21st ସେଞ୍ଚୁରୀରେ, ଇନ୍ ଦ ଏରା ଅଫ ସାଇନ୍ସ ଟେକ୍ନୋଲୋଜି, ଇନ୍ ଦ ଏରା ଅଫ ଆମେ କହିପାରିବା ନ୍ୟୁ ଡିସ୍କଭରି, ନ୍ୟୁ ଇନୋଭେସନ, ଆମେ ବହୁତ ସାରା ପଦ୍ଧତିର ଆବିଷ୍କାର କରିଛେ, ବହୁତ ସାରା ପଦ୍ଧତିକୁ ଶ୍ରେଣୀ ଗୃହରେ ବ୍ୟବହାର କରୁଛେ। ଆଗରୁ ପଦ୍ଧତି ଗୁଡ଼ିକ ଯେତେବେଳେ ବିଷୟକୁ ଗୁରୁତ୍ୱାରୋପ କରୁଥିଲା, ଏବେ ଶିକ୍ଷାଦାନ ପଦ୍ଧତି କାହାକୁ ଗୁରୁତ୍ୱାରୋପ କରୁଛି? ଶିକ୍ଷାର୍ଥୀକୁ ବା ଶିଶୁକୁ ଗୁରୁତ୍ୱାରୋପ କରୁଛି। ଅର୍ଥାତ୍ ପିଲାର ବୟସ, ପିଲାର ଆଗ୍ରହ, ପିଲାର ଉତ୍ସାହ, ପିଲାର ଅଭିପ୍ରେରଣା, ପିଲାର ପରିପକ୍ୱତା, ତାକୁ ଆଖି ଆଗରେ ରଖିକି ଶିକ୍ଷାଦାନକୁ କଣ କରାଯାଉଛି? ଭଲ ଭାବରେ ପ୍ରସ୍ତୁତ କରାଯାଉଛି। ତେଣୁକରି ଆଧୁନିକ ଶିକ୍ଷାଦାନ ପଦ୍ଧତି ହେଉଛି ଶିଶୁ କେନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି। ସେଣ୍ଟର କିଏ? ନା ଶିକ୍ଷାର୍ଥୀ। ଅର୍ଥାତ୍ ଶିକ୍ଷାର୍ଥୀର ବୟସ, ତାର ଆଗ୍ରହ, ତାର ଉତ୍ସାହ, ତାର ଅଭିପ୍ରେରଣା, ତାର ପରିପକ୍ୱତାକୁ ଦୃଷ୍ଟିରେ ରଖି ଆମେ ଶିକ୍ଷାଦାନ ପ୍ରକ୍ରିୟାକୁ ବା ଶିକ୍ଷାଦାନ ପ୍ରକ୍ରିୟାକୁ ଗତି କରାଇବା। ପିଲାର ଆମେ କହିବା ପିଲାର ଆଗ୍ରହ ନାହିଁ, ପିଲା ପ୍ରସ୍ତୁତ ନାହିଁ, ପିଲାର ବୟସ ହେଇନି, ପିଲା ଭିତରେ ଆମେ କହିବା ଶ୍ରେଣୀ ଗୃହରେ ଡାଇଭରସିଟି ଅଛି, ତ ଆମେ ତାଙ୍କ ନିଡ୍ ଓରିଏଣ୍ଟେଡ ଏଇଠି କଣ କରିବା? ନା ଡିଜାଇନ କରିବା ଲେସନକୁ। ତେଣୁକରି ଆଧୁନିକ ଶିକ୍ଷାଦାନ ପଦ୍ଧତି ହେଉଛି ଆବଶ୍ୟକ ଭିତ୍ତିକ ଗୋଟେ ଶିକ୍ଷାଦାନ ପଦ୍ଧତି, ଅର୍ଥାତ୍ ପିଲାଙ୍କର ଆବଶ୍ୟକତା ଅନୁସାରେ ଆମେ ତାଙ୍କୁ ଶିକ୍ଷାଦାନ କରିଥାଉ। ଶିକ୍ଷାର୍ଥୀକୁ ଆଖି ଆଗରେ ରଖି ଶିକ୍ଷାଦାନ କରାଯାଇଥାଏ। ଯେତେବେଳେ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ବିଷୟକୁ ଆଖି ଆଗରେ ରଖି ଶିକ୍ଷାଦାନ କରାଯାଉଥିଲା, ଆଧୁନିକ ଶିକ୍ଷାଦାନ ପଦ୍ଧତିରେ ଶିକ୍ଷାର୍ଥୀକୁ ଆଖି ଆଗରେ ରଖି ଶିକ୍ଷାର୍ଥୀର ଆଗ୍ରହକୁ, ତାର ପ୍ରସ୍ତୁତିକୁ ଆଖି ଆଗରେ ରଖିକି ଶିକ୍ଷାଦାନ କରାଯାଇଥାଏ, ଯେଉଁଥିରେ କି ଶିକ୍ଷାର୍ଥୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଏ। ପିଲେ ଆଧୁନିକ ପଦ୍ଧତିରେ ବା ମଡର୍ଣ୍ଣ ମେଥଡରେ ଯେତିକି ସବୁ ରହିଲା, ସେଥିରେ ପିଲା ଆକ୍ଟିଭଲି ପାର୍ଟିସିପେସନ କରିଥାଏ, ପିଲା ନିଜକୁ ନିୟୋଜନ କରିଥାଏ, ପିଲା କଣ କରିଥାଏ? ନିଜକୁ ଏନଗେଜ କରିଥାଏ ଟିଚିଂ ଲର୍ଣ୍ଣିଂ ପ୍ରୋସେସରେ, ପିଲା ନିଜକୁ ଇନଭଲ୍ଭ କରିଥାଏ। ଏବଂ ଯେତେବେଳେ କି ଆମେ
ପାରମ୍ପରିକ ପଦ୍ଧତିରେ କହୁଥିଲେ କେବଳ ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନ ହେଉଛି ଆମର ଉଦ୍ଦେଶ୍ୟ। ଆଉ ଆଧୁନିକ ପଦ୍ଧତିର ଉଦ୍ଦେଶ୍ୟ କ'ଣ ପିଲେ ନା ପିଲାର ସାମଗ୍ରିକ ବିକାଶ କେଉଁଭଳି ଭାବରେ ହେଇପାରିବ, ଅଲ୍ ରାଉଣ୍ଡ ଡେଭଲପମେଣ୍ଟ କେଉଁଭଳି ଭାବରେ ହେଇପାରିବ, ସର୍ବାଙ୍ଗୀନ ବିକାଶ କେମିତି ହେଇପାରିବ, ଅର୍ଥାତ୍ ସାମାଜିକ, ଅର୍ଥନୈତିକ, ନୈତିକ, ଆବେଗିକ, ସାମାଜିକ ସବୁ ପ୍ରକାର ଯେତେବେଳେ ବିକାଶ ହେଇପାରିବ ଆମେ କହିବା ତାର ସାମଗ୍ରିକ ବିକାଶ ହେଉଛି। ତାକୁ ଆମେ ଆଉ ଟିକେ ଡିକୋଡ୍ ପିଲେ କରିବା। ଏହା ହେଉଛି ଗୋଟେ ମନୋବୈଜ୍ଞାନିକ ଏବଂ କାର୍ଯ୍ୟ ଭିତ୍ତିକ ଶିକ୍ଷାଦାନ ପଦ୍ଧତି। ଏ ହେଉଛି ମନୋବୈଜ୍ଞାନିକ, ଆକୁ ମୁଁ ଏଇଥିପାଇଁ କହିଲେ କାରଣ ଯେତିକ ସବୁ ମନୋବୈଜ୍ଞାନିକ ଦୃଷ୍ଟିକୋଣ ରହିଲା ଅର୍ଥାତ୍ ବ୍ୟକ୍ତିଗତ ପାର୍ଥକ୍ୟ, ଶ୍ରେଣୀ ଗୃହରେ ବ୍ୟକ୍ତିଗତ ପାର୍ଥକ୍ୟ ଥାଏ, ତାହେଲେ ଇଣ୍ଡିଭିଜୁଆଲ ଡିଫରେନ୍ସକୁ ଆଧାର କରି ଆମେ ଶିକ୍ଷାଦାନ ପ୍ରକ୍ରିୟାକୁ ଗତି କରାଇବା। ଶ୍ରେଣୀ ଗୃହରେ ପିଲାଙ୍କର ଆଗ୍ରହ, ଉତ୍ସାହ, ସେମାନଙ୍କର ପ୍ରସ୍ତୁତି, ସେମାନଙ୍କର ଅଭିପ୍ରେରଣା ଭିନ୍ନ ଭିନ୍ନ ପ୍ରକାର ଥାଏ, ତାକୁ ଆମେ ଦୃଷ୍ଟିରେ ରଖିକି ଶିକ୍ଷାଦାନକୁ ଆଗକୁ ନବା। ତେଣୁକରି ଇଏ ମନୋବୈଜ୍ଞାନିକ ଯୋଉ ବିଭିନ୍ନ ପ୍ରକାରର ଉପାଦାନ ଗୁଡ଼ିକ ରହିଲା, ଦୃଷ୍ଟିକୋଣ ଗୁଡ଼ିକ ରହିଲା, ତାକୁ ଇଏ ଗୁରୁତ୍ୱ ଆରୋପ କରିଥାଏ। କାର୍ଯ୍ୟଭିତ୍ତିକ ଆଧୁନିକ ଶିକ୍ଷାଦାନ ପଦ୍ଧତି କେବଳ ପ୍ୟାସିଭଲି ପିଲାଙ୍କୁ ପଢ଼େଇ ଦେବ, ଥିଓରିଟିକାଲ ନଲେଜ ନୁହେଁ। ଇଏ କ'ଣ କରେ ନା ଆକ୍ଟିଭିଟି ଓରିଏଣ୍ଟେଡ ନଲେଜକୁ ଗୁରୁତ୍ୱ ଆରୋପ କରେ କି ପିଲା ବିଭିନ୍ନ ପ୍ରକାରର ଲର୍ଣ୍ଣିଂ ବାଇ ଡୁଇଂ ଆମେ କହୁଛେ, କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ, ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ଅଂଶଗ୍ରହଣ କରି ଶିକ୍ଷାଦାନ କରେ, ଶିକ୍ଷଣ କାର୍ଯ୍ୟକୁ ସେ କରିଥାଏ। ତେଣୁକରି ଶିକ୍ଷାଦାନଟା ବା ଟିଚିଂଟା କାର୍ଯ୍ୟଭିତ୍ତିକ ଥାଏ, ଆକ୍ଟିଭିଟି ଓରିଏଣ୍ଟେଡ ଥାଏ। ଏଠି ପିଲେ ଶିଶୁ କେନ୍ଦ୍ରିକ ଓ ବାସ୍ତବ ଜୀବନ ସହିତ ଜଡ଼ିତ, ଯୋଉଟା କି ମୁଁ ତମମାନଙ୍କୁ ଡିସ୍କସନ କରିକି ଆସିଲି। ସେଣ୍ଟର ଅଫ ଦ ଲର୍ଣ୍ଣିଂ ଏଠି କିଏ ଥାଏ ନା ଶିକ୍ଷାର୍ଥୀ ହିଁ ଥାଏ। ଶିକ୍ଷାର୍ଥୀର ଯାହା ସବୁ ଆମେ କହୁଛେ ଦୃଷ୍ଟିକୋଣ ଗୁଡ଼ିକ ରହିଲା, ତାକୁ ଶ୍ରେଣୀ ଗୃହରେ ସ୍ୱାଧୀନତା ଦେବା, ଶ୍ରେଣୀ ଗୃହରେ ତାକୁ ଆମେ ଅଟୋନୋମସ୍ ଏନଭାରମେଣ୍ଟ ପ୍ରୋଭାଇଡ କରିବା, ଅପରଚ୍ୟୁନିଟି ଦେବା, ଏବଂ ଟିଚିଂ ଟାକୁ କେବଳ ଯେ ଟିଚର ଗତି କରିବ ତା ନୁହେଁ, ପିଲାଙ୍କୁ ଆମେ ଅପରଚ୍ୟୁନିଟି ଦେବା, ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ସେମାନେ ମଧ୍ୟ ଗତି କରିପାରିବେ, ସେମାନଙ୍କୁ ସେ ସ୍ୱାଧୀନତା ଦେବା। ତା ସହିତ ପାଠ ପଢ଼ାକୁ ଆମେ କ'ଣ କରିବା, ବାସ୍ତବ ଜୀବନ ସହିତ ଜଡ଼ିତ କରିବା। କାରଣ ପିଲା ପାଠ ପଢ଼ି ସାରିଲା ପରେ ବାସ୍ତବ ଜୀବନକୁ ଯାପନ କରିବ, ସେ ସମାଜରେ ଯାଇ ବଞ୍ଚିବ। ତେଣୁକରି ସମାଜର ଯାହା ଆବଶ୍ୟକ ଗୁଡ଼ିକ ଅଛି ବା ସମାଜର ଯାହା ନୀତି ନିୟମ, ପ୍ରଥା, ପରମ୍ପରା, କାର୍ଯ୍ୟ ଗୁଡ଼ିକ ଅଛି ତା ସହିତ ପିଲାକୁ ଲିଙ୍କ କରିବା, କେବଳ କ୍ଲାସରୁମ୍ ଭିତରେ ତାକୁ ସୀମିତ କରିକି ରଖିବା ନାହିଁ। ଶିକ୍ଷଣ ଭିତ୍ତିକ ଶିକ୍ଷାଦାନ ପଦ୍ଧତି ପିଲେ ବଢିଆ ପଏଣ୍ଟଟା ମନେ ରଖିବ। ମୁଁ ତମମାନଙ୍କୁ ଯେତେବେଳେ କନଷ୍ଟ୍ରକ୍ଟିଭିଜିମ୍ ପଢେଇଥିଲି ସେଇ ସମୟରେ କହୁଥିଲି କି ତୁମର ପାରମ୍ପରିକ ପଦ୍ଧତି କାହା ଉପରେ ଗୁରୁତ୍ୱାରୋପ କଲା ନା ଟି ଉପରେ ଗୁରୁତ୍ୱାରୋପ କଲା। ଟି ମାନେ ଟିଚିଂ, ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରୁଥିଲା କି ଶିକ୍ଷକ ଆସି ପିଲାଙ୍କୁ ପଢେଇବେ। କିନ୍ତୁ ଆଧୁନିକ ପଦ୍ଧତି କାହା ଉପରେ ଗୁରୁତ୍ୱାରୋପ କଲା, ଏଲ୍ ଉପରେ ଗୁରୁତ୍ୱାରୋପ କଲା, ଲର୍ଣ୍ଣିଂ, ଶିକ୍ଷଣ। ପାରମ୍ପରିକ ପଦ୍ଧତି ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରୁଛି, ଆଧୁନିକ ପଦ୍ଧତି ଶିକ୍ଷଣ ଉପରେ ଗୁରୁତ୍ୱାରୋପ କରୁଛି କି ପିଲାଙ୍କୁ ଆମେ ଯୋଉଟା ବି ପିଲା ପଢିବେ, ପିଲା ଗ୍ରହଣ କରିବେ ଜ୍ଞାନକୁ, ତାଙ୍କର ବ୍ୟବହାର ଯାହା ପରିବର୍ତ୍ତନ ହବ ସେଇଟା ଭଲ ଭାବରେ ହବା ଦରକାର। ଠିକ ହେଲା। ତେଣୁକରି ଆମେ ଶିକ୍ଷଣ ଭିତ୍ତିକ କହିପାରିବା ଶିକ୍ଷାଦାନ ପଦ୍ଧତି, କାରଣ ଆମର ମୂଳ ଉଦ୍ଦେଶ୍ୟ ହେଉଛି ଶିକ୍ଷଣଟା ଫଳପ୍ରଦ ହବା ଦରକାର, ଶିକ୍ଷଣଟା ସରସ ସୁନ୍ଦର ହବା ଦରକାର, ଶିକ୍ଷଣଟା ଚିତ୍ତାକର୍ଷକ ହବା ଦରକାର। ତେଣୁକରି ଶିକ୍ଷକ ପଢାନ୍ତୁ କିମ୍ବା ଶିକ୍ଷାର୍ଥୀ ନିଜେ ନିଜେ ପଢୁ ସ୍ୱାଧୀନତାର ସହିତ, ତେଣୁକରି ଉଦ୍ଦେଶ୍ୟ ହେବା ଦରକାର ଶିକ୍ଷଣଟା ଆମର ଭଲ ହବା ଉଚିତ। କଣ କଣ ପିଲା ମନେ ରଖିଲେ ଆଧୁନିକ ପଦ୍ଧତିରେ? ସାର୍ ଇଏ ହେଉଛି ଶିଶୁ କେନ୍ଦ୍ରିକ, ଶିଶୁର ଆଗ୍ରହ ଉତ୍ସାହ ତାକୁ ଆମେ ଗୁରୁତ୍ୱାରୋପ କରୁ, ତାକୁ ସ୍ୱାଧୀନତା ଦଉ। ସି ହେଉଛି ସେଣ୍ଟର ଅଫ ଦ ଟିଚିଂ ଲର୍ଣ୍ଣିଂ ପ୍ରୋସେସ, ତାର ପ୍ରସ୍ତୁତି ଅନୁସାରେ ଶିକ୍ଷାଦାନଟା ଆମେ ଆଗକୁ ଗତି କରିଥାଉ। ଶିକ୍ଷାର୍ଥୀ ହେଉଛି କଣ ଏଠି, ତା ଆଖି ଆଗରେ ରଖି ତାକୁ ଆମେ ଦୃଷ୍ଟିରେ ରଖି ପାଠ୍ୟକ୍ରମ, ଶିକ୍ଷାଦାନ, ଶିକ୍ଷଣ ଆଦିକୁ ଆମେ ଗତି କରିଥାଉ। ଏବଂ ଶିକ୍ଷାର୍ଥୀ ଏଇ ଯୋଉ ଶିକ୍ଷାଦାନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଆକ୍ଟିଭଲି ପାର୍ଟିସିପେସନ କରିଥାଏ, ନିଜକୁ ନିୟୋଜନ କରିଥାଏ ଏବଂ ନିଜକୁ ଇନଭଲଭମେଣ୍ଟ କରିଥାଏ। ଏବଂ ପିଲାର ସାମଗ୍ରିକ ବିକାଶ ହେଲେ ଭାବିବା ଶିକ୍ଷଣ ପ୍ରକ୍ରିୟାରେ ଆମର ଉଦ୍ଦେଶ୍ୟଟା ହାସଲ ହେଲା। ଏବଂ ଏହା ହେଉଛି ଗୋଟେ ମନୋବୈଜ୍ଞାନିକ ପଦ୍ଧତି ଯୋଉଥିରେ କି ମନୋବୈଜ୍ଞାନିକ ଚିନ୍ତାଧାରା ଯାହା ରହିଲା ତାକୁ ଗୁରୁତ୍ୱାରୋପ କରାଯାଏ। ପିଲାର ପରିପକ୍ୱତା ହେଇଛି କି ନାହିଁ, ତାର ବିକାଶ ହେଇଛି କି ନାହିଁ, ବ୍ୟକ୍ତିଗତ ପାର୍ଥକ୍ୟ କଣ ଅଛି, ସେଇ ଜିନିଷ ଗୁଡ଼ିକୁ ଦେଖିକି ଆମେ ଶିକ୍ଷାଦାନକୁ ଆଗକୁ ଗତି କରିଥାଉ। ଏବଂ ଏହା କେବଳ ଥିଓରିଟିକାଲ ବା ତତ୍ତ୍ୱଗତ ଜ୍ଞାନକୁ ଛାଡ଼ି ପିଲାଙ୍କୁ କାର୍ଯ୍ୟଭିତ୍ତିକ ଜ୍ଞାନ ମଧ୍ୟ ପ୍ରଦାନ କରିଥାଏ ବା କାର୍ଯ୍ୟ ମାଧ୍ୟମରେ ଜ୍ଞାନ ଗ୍ରହଣକୁ ଇଏ ଗୁରୁତ୍ୱାରୋପ କରିଥାଏ। ଶିଶୁ କେନ୍ଦ୍ରିକ ଆମେ ଜାଣିଲେ ଏବଂ ପାଠ ପଢାକୁ ଇଏ କଣ କରେ, ପାଠ୍ୟ ପୁସ୍ତକରୁ ବାହାରକୁ ଯାଇ, ଶ୍ରେଣୀ ଗୃହରୁ ବାହାରକୁ ଯାଇ, ବିଷୟବସ୍ତୁରୁ ବାହାରକୁ ଯାଇ ବାସ୍ତବ ଜୀବନ ସହିତ, ରିଏଲ ଲାଇଫ ଏନଭାୟରମେଣ୍ଟ କଣ୍ଟେକ୍ସ ସହିତ ତାକୁ ଜଡ଼ିତ କରାଏ। ଏବଂ ଏହା ଏମିତି ଗୋଟେ ପଦ୍ଧତି ଯୋଉଥିରେ କେବଳ ଶିକ୍ଷକ ପଢେଇବେ ତା ନୁହେଁ, ପିଲା କେମିତି ପଢିବ, ପିଲା କେମିତି ଜ୍ଞାନକୁ ଗ୍ରହଣ କରିବ, ଶିକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଏ। କଣ କଣ ସବୁ ପିଲେ ଉପକାର ଆଉ ଅପକାର କଣ କଣ ସବୁ ଅଛି ତମମାନେ ଡିକୋଡ କର। ମୁଁ ତମମାନଙ୍କୁ ବୁଝେଇଦେଲି କି ଆଧୁନିକ ପଦ୍ଧତି କଣ,
ସେଇଥିରୁ ହିଁ ତମମାନେ ବାହାର କରିପାରିବ ତାର କଣ କଣ ସବୁ ମେରିଟ୍ସ ଅଛି ଏବଂ କଣ କଣ ସବୁ ଡିମେରିଟ୍ସ ଅଛି। ତ ଉପକାର କଣ କଣ ଜାଣିବା ବା ସୁବିଧା କଣ କଣ ଜାଣିବା ଯଦି ଆମେ ଆଧୁନିକ ପଦ୍ଧତିକୁ ବ୍ୟବହାର କରିବା କଣ କଣ ଉପକାର ପିଲେ ଅଛି। ନା ସାର୍ ଏହି ପଦ୍ଧତି ଶିକ୍ଷାଦାନ ଓ ଶିକ୍ଷଣକୁ ଅଧିକ ଆକର୍ଷଣୀୟ ଓ ଅଧିକ ଜୀବନ୍ତ କରିଥାଏ। ମୁଁ ତମମାନଙ୍କୁ କହିଲି ଯେତେବେଳେ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ ମାଧ୍ୟମରେ ବିଭିନ୍ନ ପ୍ରକାର ଉପକରଣକୁ ବ୍ୟବହାର କରୁଛେ ତାହେଲେ କଣ ହବ ନା ଏଟା ଜୀବନ୍ତ ହବ। ତୁମେ ଦେଖ ପିଲେ ଯେତେବେଳେ ମୁଁ ପିଲାଙ୍କୁ ଗୋଟେ ଆମେ କହିବା କି ମୁଁ ପିଲାଙ୍କୁ ବିଭିନ୍ନ ପ୍ରକାର ପରିବେଶ ସମ୍ବନ୍ଧରେ ପଢଉଛି ମୁଁ ପିଲାଙ୍କୁ ଆମ ଗାର୍ଡେନକୁ ନେଇଯିବି କଲେଜ ଗାର୍ଡେନକୁ ତାଙ୍କୁ ଦେଖେଇବି ବିଭିନ୍ନ ପ୍ରକାର ଗଛ ହଉ ବିଭିନ୍ନ ପ୍ରକାରର ଫୁଲ ହଉ ବିଭିନ୍ନ ପ୍ରକାରର ଆମେ କହିପାରିବା ଯାହା ସବୁ ସବୁ ଜିନିଷ ଗୁଡ଼ିକ ରହିଲା ତାଙ୍କୁ ମୁଁ ଦେଖେଇବି ଏବଂ ତାଙ୍କୁ ମୁଁ ଉଦାହରଣ ଦେଇ ସେଠି ବୁଝେଇବି ତ ଏଠି ପାଠପଢ଼ାଟା ତାଙ୍କ ପାଇଁ ଜୀବନ୍ତ ହବ। ଏଠି ପାଠପଢ଼ାଟା ତାଙ୍କ ପାଇଁ ଆକର୍ଷଣୀୟ ହବ ତାଙ୍କୁ ଭଲ ଲାଗିବ ସେମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଯେତେବେଳେ ଆଧୁନିକ ପଦ୍ଧତି କଥା କହୁଛେ ଏମିତି ଗୋଟେ ପଦ୍ଧତି ଯୋଉ ପଦ୍ଧତିରେ ରସ ଥାଏ ଆମେ କହିପାରିବା ଚିତ୍ତାକର୍ଷକ ଆମେ କହିପାରିବା ଆକର୍ଷଣୀୟ ଆମେ କହିପାରିବା ସରସ କହିପାରିବା ସୁନ୍ଦର କହିପାରିବା। ଏହି ପଦ୍ଧତି ଶିକ୍ଷଣ ଅଧିକ ସ୍ଥାୟୀ ହୋଇଥାଏ। ଯାହା ପିଲା ବି ପଢିଥାଏ ତାର ରିଟେନସନ ପାୱାର ଆମେ କହିପାରିବା କି ଅଧିକ ସମୟ ପାଇଁ ସେଟା ମନେ ରହେ ତାର ତାର ଯାହା ବି ପଢାଯାଏ ଯେହେତୁ ଏଠି କଣ କରାଯାଏ ପିଲାକୁ ସ୍ୱାଧୀନତା ଦିଆଯାଏ ପିଲା ସକ୍ରିୟ ଭାବରେ ଅଂଶଗ୍ରହଣ କରେ ପିଲା ଆକ୍ଟିଭଲି ପାର୍ଟିସିପେସନ କରେ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ ମାଧ୍ୟମରେ ଲର୍ନ କରିଥାଏ ତେଣୁକରି ପାଠ ପଢାଟା ଅଧିକ ସମୟ ପାଇଁ ମନେ ରହେ। ପିଲା ଯଦି ନିଷ୍କ୍ରିୟ ଭାବରେ ଶୁଣିବ କେବଳ ତାହେଲେ ପାଠ ପଢାଟା ଅଧିକ ସମୟ ପାଇଁ ତାର ରହିବ ନାହିଁ। ତେଣୁକରି ଆଧୁନିକ ପଦ୍ଧତିରେ ଯାହା ବି ପିଲାଙ୍କୁ ପଢାଯାଏ ସେ ଶିକ୍ଷଣଟା ଅଧିକ ସ୍ଥାୟୀ ହୋଇଥାଏ ଆମେ କହିପାରିବା ପରମାନେଣ୍ଟ ହୋଇଥାଏ। ବାସ୍ତବ ଜୀବନ ସହିତ ଜଡିତ ଯୋଉ ପଏଣ୍ଟଟାକୁ ମୁଁ ଏଲାବୋରେଟ୍ କରିକି ଆସିଲି ଏଟା ଗୋଟେ ପଜିଟିଭ ପଏଣ୍ଟ ଏଇଥିପାଇଁ କାରଣ ପାଠ ପଢାଟା ଯେତେବେଳେ ବାସ୍ତବ ଜୀବନ ସହିତ ଜଡିତ ହବ ଶିକ୍ଷାର୍ଥୀ ବାସ୍ତବ ଜୀବନକୁ ଭଲ ଭାବରେ ଜୀଇ ପାରିବ ଅର୍ଥାତ୍ ସେ ଯେତେବେଳେ କମ୍ୟୁନିଟିକୁ ଆସିବ ସୋସାଇଟିକୁ ଆସିବ ବା ଯେତେବେଳେ ନିଜ ଗାଁକୁ ଆସିବ ପରିବାରକୁ ଆସିବ ସେ ବାସ୍ତବ ଜୀବନର ସମସ୍ୟା ଗୁଡ଼ିକୁ ଭଲ ଭାବରେ ସମାଧାନ କରିପାରିବ। ଇଏ ହେଉଛି ପ୍ରୟୋଜନ ଭିତ୍ତିକ ଏବଂ କର୍ମ କେନ୍ଦ୍ରିକ ପଦ୍ଧତିକୁ ଗୁରୁତ୍ୱ। ପିଲେ ପ୍ରୟୋଜନ ଭିତ୍ତିକ କଣ ନା ଶିକ୍ଷାର୍ଥୀର ସାର୍ ପ୍ରୟୋଜନ କଣ ଶିକ୍ଷାର୍ଥୀର ଆବଶ୍ୟକତା କଣ ନା ସାର୍ ଶିକ୍ଷାର୍ଥୀର ବୟସ ଅନୁସାରେ ପାଠ ପଢା ହଉଛି ତ ପିଲାର ଯାହା ଭୁଲ ଅଛି ପିଲାର ଯାହା ତ୍ରୁଟି ଅଛି ସେ ତ୍ରୁଟିକୁ ଦୂର କରାଯାଉଛି ତ ଅର୍ଥାତ୍ ମନସ୍ତାତ୍ତ୍ୱିକ ନୀତି ନିୟମକୁ ଫଲୋ କରାଯାଉଛି ତ। ତେଣୁକରି ଯେତେବେଳେ ଆମେ ପ୍ରୟୋଜନ କଥା କହୁଛେ ଅର୍ଥାତ୍ ଶିଶୁ ତା ପାଇଁ କଣ ଆବଶ୍ୟକ ଅଛି ସେଟା ଆବଶ୍ୟକତାକୁ ପରିପୂରଣ କରୁଛି କି ନାହିଁ ପିଲାର ଆବଶ୍ୟକ ଭିତ୍ତିରେ ଶିକ୍ଷାଦାନଟା ଗତି କରୁଛି କି ନାହିଁ ଏବଂ କର୍ମକେନ୍ଦ୍ରିକ ତମମାନଙ୍କୁ ମୁଁ କହିଲି ବା ଆକ୍ଟିଭିଟି ସେଣ୍ଟେଡ ଏଇଟା କାର୍ଯ୍ୟ ଭିତ୍ତିକ କି ନୁହେଁ। ଯଦି ଆଧୁନିକ ପଦ୍ଧତିର କଥା ଆମେ ଚିନ୍ତା କରୁଛେ ତାହେଲେ ଏହା କର୍ମ ଉପରେ ଗୁରୁତ୍ୱ ଆରୋପ କରୁଛି ଲର୍ଣ୍ଣିଂ ବାଇ ଡୁଇଂ କଥା କହୁଛି ଆକ୍ଟିଭିଟି ଓରିଏଣ୍ଟେଡ କଥା କହୁଛି କି ପିଲା ବିଭିନ୍ନ ପ୍ରକାରର କାର୍ଯ୍ୟ ମାଧ୍ୟମରେ ହ୍ୟାଣ୍ଡସ ଅନ୍ ଲର୍ଣ୍ଣିଂ ଏକ୍ସପିରିଏନ୍ସ ଆମେ କହୁଛେ ତୁମାନେ ଆଧୁନିକ ପଦ୍ଧତି ଭିତରେ ଏଇ ମେଥଡ ଗୁଡାକ ମନେ ରଖିବ ଲର୍ଣ୍ଣିଂ ବାଇ ଡୁଇଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ହ୍ୟାଣ୍ଡସ ଅନ୍ ଏକ୍ସପିରିଏନ୍ସେସ୍ ହ୍ୟାଣ୍ଡସ ଅନ୍ ଲର୍ଣ୍ଣିଂ ଆମେ କହୁଛେ ପିଲା ନିଜର ହାତର ଇନଭଲଭମେଣ୍ଟ କରିକି ବା ଆମେ କହୁଛେ ପିଲା ନିଜେ ଆକ୍ଟିଭଲି ପାର୍ଟିସିପେସନ କରିକି ତାର ଶିକ୍ଷଣକୁ ଗତି କରିଥାଏ। ତେଣୁକରି ଏଥିରେ କଣ ହୁଏ ପିଲାର ଜ୍ଞାନ ବଢେ ଶିକ୍ଷଣଟା ଅଧିକ ପାଇଁ ସମୟ ପାଇଁ ମନେ ରହେ ତାର ଆଗ୍ରହ ବଢେ। ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଗୁରୁତ୍ୱ ମୁଁ ତ ଏଟା ବି ତମାନଙ୍କୁ କହିଛି କି ସାଇକୋଲୋଜିକାଲ ଯାହା ସବୁ ଏଲିମେଣ୍ଟସ ଗୁଡାକ ରହିଲା ତାକୁ ଇଏ ଗୁରୁତ୍ୱ ଦିଏ ଯେମିତିକି ଇଣ୍ଡିଭିଜୁଆଲ ଡିଫରେନ୍ସ ହଉ ବ୍ୟକ୍ତିଗତ ପାର୍ଥକ୍ୟ ହଉ ମାଚୁରେସନ ପରିପକ୍ୱତା ହଉ ପିଲାର ଆଗ୍ରହ ହଉ ତାର ଉତ୍ସାହ ହଉ ତାର ଶିକ୍ଷଣ ହଉ ଶିକ୍ଷଣର ଗତିଶୀଳତା ହଉ ସବୁ ଜିନିଷ ଗୁଡ଼ିକୁ ଇଏ ଗୁରୁତ୍ୱ କରିଥାଏ। ଏହାର ପ୍ରୟୋଗ ହେଉଛି ବ୍ୟାପକ ଆମେ କହୁଥିଲେ ପାରମ୍ପରିକ ପଦ୍ଧତିର ପ୍ରୟୋଗ ହେଉଛି ସଂକୀର୍ଣ୍ଣ ଇଏ ହେଉଛି ବ୍ୟାପକ ବ୍ୟାପକ ଇନ୍ ଟର୍ମସ ଅଫ ଇଏ ଆମେ କହିପାରିବା ପିଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛି ବିଭିନ୍ନ ପ୍ରକାରର ଆମେ କହିବା ପଦ୍ଧତିର କଥା କହୁଛି ବିଭିନ୍ନ ପ୍ରକାରର ଉପକରଣର କଥା କହୁଛି ତେଣୁକରି ଇଏ ହେଉଛି ଏମିତି ଗୋଟେ ପଦ୍ଧତି ଯାହାର ପରିସର ହେଉଛି ବ୍ୟାପକ ଯାହାର ପ୍ରୟୋଗ ହେଉଛି ବ୍ୟାପକ। କଣ କଣ ଉପକାର ଗୁଡ଼ିକ ଆମେ ପଢିଲେ ପିଲେ ମନେ ରଖିଦିଅ ସାର୍ ଇଏ ହେଉଛି ଆକର୍ଷଣୀୟ ପଦ୍ଧତି ଜୀବନ୍ତ ପଦ୍ଧତି ସରସ ପଦ୍ଧତି ସୁନ୍ଦର ପଦ୍ଧତି ଚିତ୍ତାକର୍ଷକ ପଦ୍ଧତି। ସାର୍ ଏଇ ପଦ୍ଧତିରେ ଶିକ୍ଷଣଟା ସ୍ଥାୟୀ ହେଇଥାଏ ଲର୍ଣ୍ଣିଂଟା ଅଧିକ ସମୟ ପାଇଁ ପିଲାର ରହିଥାଏ ଇଏ ରିଏଲ ଲାଇଫ ଏନଭାରମେଣ୍ଟ ସହିତ ପାଠପଢ଼ାକୁ ରିଲେଟ୍ କରେ ବାସ୍ତବ ଜୀବନ ସହିତ ଜଡ଼ିତ କରିଥାଏ। ସାର୍ ଇଏ ହେଉଛି ନିଡ୍ ବେସ୍ଡ ପ୍ରୟୋଜନ ଭିତ୍ତିକ ଆବଶ୍ୟକତାକୁ ପରିପୂରଣ କରିଥାଏ ସବୁବେଳେ ଏବଂ ଇଏ ହେଉଛି କର୍ମ କେନ୍ଦ୍ରିକ ଶିକ୍ଷାର୍ଥୀର ବିଭିନ୍ନ ପ୍ରକାରର କାର୍ଯ୍ୟ ମାଧ୍ୟମରେ ଆକ୍ଟିଭିଟି ମାଧ୍ୟମରେ ଶିକ୍ଷାଦାନ ଶିକ୍ଷଣକୁ ଇଏ ଗତି କରିଥାଏ। ଇଏ ଶିକ୍ଷାର୍ଥୀର ମନୋବୈଜ୍ଞାନିକ ଦୃଷ୍ଟିକୋଣ ଯେମିତି ତାର ଆଗ୍ରହ ଉତ୍ସାହ ଅଭିପ୍ରେରଣା ପରିପକ୍ୱତା ବ୍ୟକ୍ତିଗତ ପାର୍ଥକ୍ୟ ଆକୁ ଇଏ ଗୁରୁତ୍ୱ ଆରୋପ କରିଥାଏ ଏବଂ ଏହାର ପରିସର ହେଉଛି ବ୍ୟାପକ ଇଏ ହେଉଛି ବ୍ରଡ ଆମେ କହିପାରିବା ଏହାର ସ୍କୋପ। ଅପକାରକୁ ଫାଇଣ୍ଡ ଆଉଟ୍ କରିପାରିବା ଭାରି କଷ୍ଟକର କାରଣ ଯେତେବେଳେ ଆମେ
ଯେମିତି କି ତୁମମାନଙ୍କର ଥିଲା ପାରମ୍ପରିକ ପଦ୍ଧତିରେ ଉପକାରକୁ ଫାଇଣ୍ଡ ଆଉଟ୍ କରିବା ଭାରି କଷ୍ଟକର, ଆଧୁନିକ ପଦ୍ଧତିରେ ଅପକାରକୁ ଫାଇଣ୍ଡ ଆଉଟ୍ କରିବା ଭାରି କଷ୍ଟକର। ଏ ହଉଛି ବ୍ୟୟବହୁଳ ପଦ୍ଧତି। ବ୍ୟୟବହୁଳ ପଦ୍ଧତି ଆମେ କାହିଁକି କହୁଛେ? କାରଣ ତୁମେ କୁହ ବିଭିନ୍ନ ପ୍ରକାରର ଆମେ କହିବା ଶିକ୍ଷକଙ୍କର କଥା କହୁଛେ, ବିଭିନ୍ନ ପ୍ରକାର ଉପକରଣର କଥା କହୁଛେ, ପ୍ରୋଜେକ୍ଟର କଥା, ପ୍ରକଳ୍ପର କଥା କହୁଛେ, କାର୍ଯ୍ୟ ମାଧ୍ୟମରେ ଶିକ୍ଷଣର କଥା କହୁଛେ। ତ ଏତେ ସବୁ ଜିନିଷ ଗୁଡା କରିବାକୁ ହେଲେ ଆମକୁ ନିଶ୍ଚିତ ଭାବରେ ଅର୍ଥର ଆବଶ୍ୟକତା ପଡିବ। ତେଣୁକରି ଇଏ ହଉଛି ଗୋଟେ ପଦ୍ଧତି ଯୋଉଥିରେ ଅଧିକ ଅର୍ଥର ଆବଶ୍ୟକତା ପଡିଥାଏ। ଏବଂ ଆମେ ଯଦି ବିଭିନ୍ନ ପ୍ରକାର ପଦ୍ଧତିକୁ ପ୍ରୟୋଗ କରିବା, ନୂତନ ଟେକ୍ନୋଲୋଜିର ବ୍ୟବହାର କରିବା, ତାହେଲେ ସେଥିପାଇଁ ଆମକୁ ଟ୍ରେନ୍ଡ ଟିଚରର ଆବଶ୍ୟକତା ପଡିବ ବା ତାଲିମପ୍ରାପ୍ତ ଶିକ୍ଷକଙ୍କର ଆବଶ୍ୟକତା ପଡିବ। ଏବଂ ତାର ଯୋଉ ଅଭାବ ପରିଲକ୍ଷିତ ହୋଇଥାଏ, ସେଇଟା ମଧ୍ୟ ଆମେ କହିପାରିବା ଆଧୁନିକ ପଦ୍ଧତିକୁ ପ୍ରୟୋଗ କରିବା ପାଇଁ ଗୋଟେ ପ୍ରକାର ଅସୁବିଧା। ଅଧିକ ଉପକରଣର ଆବଶ୍ୟକତା ଆମେ କହିପାରିବା, ଯେହେତୁ ଆଧୁନିକ ପଦ୍ଧତିରେ ଆମେ କହୁଛେ କ୍ଲାସ ରୁମଟାକୁ ଆମେ ବାସ୍ତବ କରିବା, ଜୀବନ୍ତ କରିବା, ସେଥିପାଇଁ ବିଭିନ୍ନ ପ୍ରକାରର ଶିକ୍ଷାଦାନ ଶିକ୍ଷଣ ଉପକରଣକୁ ଆମକୁ ବ୍ୟବହାର କରିବାକୁ ପଡିବ। ଯେହେତୁ ଆମେ କହୁଛେ ଆଧୁନିକ ପଦ୍ଧତିରେ ଅଧିକ ପ୍ରକାର ଶିକ୍ଷାଦାନ ଶିକ୍ଷଣର ଆବଶ୍ୟକତା ପଡିଥାଏ, ତାକୁ ପରଚେସ୍ କରିବା ପାଇଁ ଅଧିକ ଅର୍ଥ ନିଶ୍ଚିତ ଭାବରେ ଆମର ବ୍ୟୟ ଘଟିବ। ସେ ଦୃଷ୍ଟିକୋଣ ଆମେ କହୁଛେ ଅଧିକ ଉପକରଣର ଏଠି ଆବଶ୍ୟକତା ପଡିଥାଏ, ଯୋଉଟା କି ଗୋଟେ ଆମେ କହିବା ଡିମେରିଟ୍ ଇନ୍ ଟର୍ମସ୍ ଅଫ୍ ଆମେ କହୁଛେ ଇକୋନୋମିକ୍ ପଏଣ୍ଟ ଅଫ୍ ଭ୍ୟୁରୁ କହୁଛେ, ଅର୍ଥନୈତିକ ଦୃଷ୍ଟିକୋଣକୁ ଆମେ କହୁଛେ। କିନ୍ତୁ ବିଭିନ୍ନ ପ୍ରକାରର ଉପକରଣକୁ ବ୍ୟବହାର କରିବା ଗୋଟେ ପଜିଟିଭ ପଏଣ୍ଟ ଆମେ କହିବା। ତ ଏଇଠି କେତେଟା ପଏଣ୍ଟ ମନେ ରଖିଲେ, ଇଏ ହେଉଛି ବ୍ୟୟବହୁଳ ଆଉ ତାଲିମପ୍ରାପ୍ତ ଶିକ୍ଷକଙ୍କର ଯୋଉ ଅଭାବ ପରିଲକ୍ଷିତ ହୋଇଥାଏ ଏବଂ ଅଧିକ ଉପକରଣ ଯୋଉ ଆବଶ୍ୟକତା ପଡିଥାଏ ତାର ଅଭାବ ପରିଲକ୍ଷିତ ହୋଇଥାଏ। ଏଗୁଡା ହଉଛି ତାର କଣ ନା ତାର ଅପକାରିତା ବା ତାର ଅପକାର ଆମେ କହିପାରିବା। ଆମେ ଜାଣିଲେ ପିଲେ ପାରମ୍ପରିକ ପଦ୍ଧତି କଣ, ପାରମ୍ପରିକ ପଦ୍ଧତିର କଣ କଣ ସବୁ ଫିଚର୍ସ ଅଛି ଏବଂ ଆଧୁନିକ ପଦ୍ଧତି କଣ, ତାର କଣ କଣ ସବୁ ଫିଚର୍ସ ଅଛି, ଉଭୟଙ୍କର ଉପକାର ଜାଣିଲେ, ଉଭୟଙ୍କର ଅପକାର ଜାଣିଲେ। ଏବେ ଜାଣିବା ପାରମ୍ପରିକ ପଦ୍ଧତି ଆଉ ଆଧୁନିକ ପଦ୍ଧତି ଭିତରେ କଣ କଣ ସବୁ ଡିଫରେନ୍ସିଏସନ ଅଛି, ତାଙ୍କ ଭିତରେ କଣ ପ୍ରଭେଦ ଅଛି, ଆମେ ତୁଳନା କେମିତି କରିପାରିବା ଦିଟାଙ୍କୁ ପିଲେ। ସବୁଠୁ ସହଜ, ତମେ ଯଦି ତାର ଅର୍ଥ ବୁଝିଗଲ, ଉପକାର ଅପକାର ଜାଣିଗଲ, ଏବେ ନିଶ୍ଚିତ ଭାବରେ ତାକୁ ତୁଳନା କରିପାରିବ। ପାରମ୍ପରିକ ପଦ୍ଧତି ବନାମ ଆଧୁନିକ ପଦ୍ଧତି କଣ ପିଲେ? ସାର୍ ଏହା ବିଷୟ କେନ୍ଦ୍ରିକ। ପାରମ୍ପରିକ ପଦ୍ଧତି ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କଲା କି ବିଷୟବସ୍ତୁ ସମ୍ବନ୍ଧୀୟ ଜ୍ଞାନ ହାସଲ ହେଇଗଲେ ଆମର ଉଦ୍ଦେଶ୍ୟ ହାସଲ ହେଇଗଲା। ଆଧୁନିକ ପଦ୍ଧତି କଣ ନା ଶିକ୍ଷାର୍ଥୀ କେନ୍ଦ୍ରିକ। ନାହିଁ, ଶିକ୍ଷାର୍ଥୀକୁ ଆଖି ଆଗରେ ରଖିକି ଆମେ ପାଠ ପଢାକୁ ଆଗକୁ ନବା। ଶିକ୍ଷାର୍ଥୀର ଆଗ୍ରହ, ତାର ଉତ୍ସାହ, ତାର ବିଭିନ୍ନ ପ୍ରକାର ଯୋଉ ଦିଗ ରହିଲା, ମନୋବୈଜ୍ଞାନିକ ଦିଗ ଗୁଡିକ ରହିଲା, ତାକୁ ଆମେ ଦୃଷ୍ଟିଗୋଚର କରିବା, ତାକୁ ଆମେ ଆଖି ଆଗରେ ରଖି ଶିକ୍ଷାଦାନ ଶିକ୍ଷଣକୁ ଆଗକୁ ନବା। ବିଷୟବସ୍ତୁକୁ ଆଖି ଆଗରେ ରଖି ନୁହେଁ। ଯଦି ବିଷୟବସ୍ତୁକୁ ଆଖି ଆଗରେ ରଖିବା, ସେଇଟା ହେଲା ପାରମ୍ପରିକ ପଦ୍ଧତି। ଏହା ଶିକ୍ଷକ କେନ୍ଦ୍ରିକ, ଅର୍ଥାତ୍ ଆମେ କହୁଛେ କି ଯାହା ରହିଲା ପାଠପଢା, ସେ ପାଠପଢାକୁ ଗତି କିଏ କରେଇବେ? ଶିକ୍ଷକ କରିବେ। ଶିକ୍ଷକ ହଉଛନ୍ତି ଏଇଠି କଣ ନା ପ୍ରାଇମେରୀ, ପ୍ରାଥମିକ ସେ ଦାୟିତ୍ୱକୁ ନିର୍ବାହନ କରିଥାନ୍ତି। ଏଠି ସେକେଣ୍ଡାରୀ ହଉଛି କିଏ ନା ଶିକ୍ଷାର୍ଥୀ ହଉଛି ସେକେଣ୍ଡାରୀ ବା ଗୌଣ ସ୍ଥାନ ଅଧିକାର କରିଥାଏ। ପ୍ରାଥମିକ ସ୍ଥାନ ଶିକ୍ଷକଙ୍କର ଥାଏ। ତେଣୁକରି ଇଏ ହଉଛି ଶିକ୍ଷକ କେନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି। କିନ୍ତୁ ଆଧୁନିକ ଶିକ୍ଷାଦାନ ପଦ୍ଧତି କଣ ନା ଶିକ୍ଷଣ କେନ୍ଦ୍ରିକ। ଇଏ ହଉଛି ଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରେ କି ପିଲାକୁ ଯାହା ଆମେ ଶିକ୍ଷାଦାନ କରୁଛେ ତାହା ମାଧ୍ୟମରେ ତାର ବ୍ୟବହାର ଯୋଉ ପରିବର୍ତ୍ତନ ହଉଛି, ସେ ଯାହା ଗ୍ରହଣ କରୁଛି ସେଇଟା ଫଳପ୍ରଦ ହବା ଦରକାର। ଶିକ୍ଷକ ପଢଉ କି ନ ପଢଉ, ପିଲା କୋଉ ଉପରେ ପଢୁଛି, ପିଲାର ପଢିବାର ଶୈଳୀ, ପିଲାର ପଢିବାର ମାଧ୍ୟମ, ପଢିବାର ଉପାୟ ଏବଂ ତାର ଯୋଉ ଫଳପ୍ରଦତା, ତା ଉପରେ ଇଏ ଗୁରୁତ୍ୱ ଆରୋପ କରିଥାଏ। ପାରମ୍ପରିକ ପଦ୍ଧତିର ପରିସର ହଉଛି ସଂକୀର୍ଣ୍ଣ। ସଂକୀର୍ଣ୍ଣ କଣ? ଇଏ ପୁସ୍ତକଗତ ଭିତରେ ନିଜକୁ ସୀମିତ କରିକି ରଖେ, ପରୀକ୍ଷା ଭିତରେ ନିଜକୁ ସୀମିତ କରିକି ରଖେ, ଶିକ୍ଷକ ଭିତରେ ନିଜକୁ ସୀମିତ କରି ରଖେ, ବିଷୟବସ୍ତୁ ଭିତରେ ନିଜକୁ ସୀମିତ କରି ରଖେ। କିନ୍ତୁ ଆଧୁନିକ ଶିକ୍ଷା ପ୍ରଦାନ ପଦ୍ଧତି କଣ କରେ ନା ପୁସ୍ତକରୁ ବାହାରକୁ ବାହାରିବା ଦରକାର, ଆମେ କହିବା ବିଷୟବସ୍ତୁରୁ ବାହାରକୁ ବାହାରିବା ଦରକାର, ଶ୍ରେଣୀ ଗୃହ ବାହାରକୁ ବାହାରିକି ଶିକ୍ଷାଦାନ କରିବା ଦରକାର ଏବଂ ପିଲାର ସାମଗ୍ରିକ ବିକାଶ ହବା ଦରକାର। ତେଣୁକରି ଏହାର ପରିସର ହଉଛି କଣ ବ୍ୟାପକ। ଏହା ପରୀକ୍ଷା କେନ୍ଦ୍ରିକ। ପାରମ୍ପରିକ ପଦ୍ଧତି ହଉଛି ଏକ୍ସାମିନେସନ ଓରିଏଣ୍ଟେଡ। ପିଲାକୁ ଆମେ ପାଠ ପଢେଇ ଦେଲେ ପିଲା ଘୋଷିକି ଯାଇକି ପରୀକ୍ଷାରେ ପାସ୍ ହେଇଯିବା ଦରକାର, ଉତ୍ତୀର୍ଣ୍ଣ ହେଇଯିବା ଦରକାର। ପିଲା ମେମୋରାଇଜେସନ କରିକି ତାକୁ ରିକଲ ବା ରିମେମ୍ବର କରିକି କହିଦବା ଦରକାର। କିନ୍ତୁ ଆଧୁନିକ ଶିକ୍ଷା ପଦ୍ଧତି ହଉଛି କଣ ନା ସାମଗ୍ରିକ ବିକାଶ, ଅଲ ରାଉଣ୍ଡ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଆରୋପ କରୁଛି। ସାମଗ୍ରିକ ବିକାଶ ମାନେ କଣ? ଇଏ ପିଲାର ସାମାଜିକ ବିକାଶ ହବା ଦରକାର, ଅର୍ଥନୈତିକ ବିକାଶ ହବା ଦରକାର, ନୈତିକ ବିକାଶ ହବା ଦରକାର, ଆବେଗିକ ବିକାଶ ହବା ଦରକାର। ସବୁ ପ୍ରକାରର ବିକାଶକୁ ଗୁରୁତ୍ୱ ଆରୋପ କରୁଛି। ପିଲା କେବଳ ପରୀକ୍ଷାରେ ପାସ୍ ହେଇଗଲେ ପାଠ ପଢା ହେଇଯିବ ତା ନୁହେଁ, ତାଠୁ ଇଏ ବେୟଣ୍ଡ କଥା ଚିନ୍ତା କରୁଛି। ଶିକ୍ଷାଦାନ ଉପରେ ଗୁରୁତ୍ୱ ପିଲେ ପାରମ୍ପରିକ ପଦ୍ଧତିର କାମ କଣ ନା
टीचिंग टा केमिति गति करिवो सो ये टीचिंग ओरिएंटेड हम कहि परिया गोटे प्रकार रो मेथड गुडिक कि शिक्षा दान उपरे शिक्षक केमिति शिक्षा दान करिवे ता उपरे गुरुत्व आरोप करे किंतु ये शिक्षण उपरे गुरुत्व आरोप करे कि पिला को उपाय रे शिखिबो ताकू केते अपॉर्चुनिटी देले स्वाधीनता देले ऑटोनोमस लर्निंग एनवायरनमेंट देले कोन इक्विपमेंट देले को एस्पेक्ट को गुरुत्व देले पिलार व्यवहार रे जो परिवर्तन घटुची पिला जहा ग्रहण करूची सेटा केमिति भलो होई परिबो ଏହା ଗତାନୁଗତିକ ଓ ନିରସ ଓ ନିର୍ଜୀବ ପଦ୍ଧତି ପାରମ୍ପରିକ ପଦ୍ଧତି ହଉଛି ଗତାନୁଗତିକ ଏଟା ସବୁ ଯାଇ ସାରିଲାଣି ଏଗୁଡାକ ଆମେ ଆଉ ଏବେ ବ୍ୟବହାର କରୁନେ ଏଟା ନିରସ ମାନେ କଣ ନା ଏଥିରେ ଆକର୍ଷଣୀୟ ନୁହେଁ ଏଟା ପିଲାଙ୍କୁ ଭଲ ଲାଗେ ନାହିଁ ପିଲା ଏଠି ନିଷ୍କ୍ରିୟ ଆମେ କହିପାରିବା ପିଲା ଏଠି ସକ୍ରିୟ ଭାବରେ ଅଂଶଗ୍ରହଣ କରେ ନାହିଁ ଇଏ ହଉଛି ନିର୍ଜୀବ ପଦ୍ଧତି କିନ୍ତୁ आधुनिक पद्धति हूँ जीवंत पद्धति सरस पद्धति चित्ताकर्षक पद्धति सुंदर पद्धति जो पद्धति रे पिला निजकू आनंदर सहित अंशग्रहण करे पिला निजकू जीवंत भाव में विभिन्न प्रकार वास्तव परिवेश रे ज्ञान को हासिल करे तेणुक आम कह आधुनिक पद्धति हूँ सरस सुंदर चित्ताकर्षक जीवंत आकर्षणीय पद्धति आरंभिक पद्धति हूँ निष्क्रिय पद्धति एवं निष्क्रिय शिक्षण को ये गुरुत्व आरोप करे पिला पैसिवली निष्क्रिय भाव में बसिक शुणुथिबो शिक्षक जहाँ कहिबे जहाँ पढ़े देबे सेटा होची बेदर गार सेटा को से शुणिकी जीव एवं से भाबियो तार पाठपढ़ाटा कंप्लीट हो गला किंतु नाही आधुनिक पद्धति पिला निजे क्वेश्चन करिवो पिला निजे प्रश्न पचारिबो निजे सक्रिय भाव में अंशग्रहण करिवो एवं शिक्षणटा मध्ये सक्रिय शिक्षण यह व्यक्तिगत ध्यान देई न थाए इंडिविजुअल डिफरेंस को ये गुरुत्व आरोप करि न थाए कोटा पारंपरिक पद्धति मुझे कहली मनोवैज्ञानिक यह नुहे ठीक मन रखियो ये आउ गोटे पॉइंट मन रखिथ ये हूँ अमनोवैज्ञानिक यहाँ मन रखिथ यह मनोवैज्ञानिक नुहे मनोवैज्ञानिक नुहे मनोवैज्ञानिक नुहे माने कौन सर पिलार पिलांग भितर कौन व्यक्तिगत पार्थक्य अच्छी पिलांग व्यक्तिगत आवश्यकता कौन अच्छी इंडिविजुअल नीड्स कौन अच्छी पिलांग भितर कौन तंकर परिपक्वता अच्छी तंकर आग्रह कौन अच्छी रेडीनेस कौन अच्छी ताकू से गुरुत्व आरोप करे नाही किंतु आधुनिक पद्धति होची कौन व्यक्तिगत ध्यान देता है ये होची मनोवैज्ञानिक चिंताधारा आधारित पिलार आवश्यकता कौन अच्छी पिलार नीड कौन डिफरेंशिएशन कौन प्रोब्लेम्स कौन से मानकर रेडीनेस को भलिया अच्छी मैच्योरेशन को भलिया अच्छी ताकू ये गुरुत्व आरोप करता है ठीक लागले मोर विश्वास कि जो उपाय मु तुम स्लाइड बनई से स्लाइड को देखु देखु तुम मन रखिदेव तुम कष्ट हम ना सर पारंपरिक हूँ विषय केन्द्रिक आधुनिक पद्धति हूँ शिक्षार्थी केन्द्रिक पारंपरिक पद्धति हूँ शिक्षक केन्द्रिक आधुनिक हूँ शिक्षण केन्द्रिक पारंपरिक पद्धति हूँ तार परिसर हूँ संकीर्ण आर परिसर हूँ व्यापक ये हूँ ब्रॉड ये हूँ नैरो ये हूँ एग्जामिनेशन ओरिएंटेड परीक्षा केन्द्रिक ये हूँ ऑल राउंड डेवलपमेंट ओरिएंटेड सामग्रिक विकास केन्द्रिक ये टीचिंग ओरिएंटेड आम कहे शिक्षादान उपर गुरुत्व ये हूँ लर्निंग ओरिएंटेड बा शिक्षण उपर गुरुत्व ये हूँ आम कह नीरस गतानुगतिक ये हूँ सरस आ जीवंत ये हूँ पैसिव निष्क्रिय ये हूँ सक्रिय ये इंडिविजुअल नीड को गुरुत्व आरोप करे ना थाए ये इंडिविजुअल नीड्स बा इंडिविजुअलिज्म हम कहे व्यक्तिगतता को ये गुरुत्व आरोप करे थाए आम जान पिले जहाँ आम सिलेबस देते कभर अप करते किंतु किछि मेथड अच्छी जो मेथड गुड़ाक तुम मानकर एग्जाम पॉइंट ऑफ व्यू रु गुरुत्वपूर्ण आम कह आवश्यक से गुड़ा तुम जान रखा दरकार मु तुमको एगुड़ाक पढ़ेबी नहीं कहीं पढ़ेबी नहीं ए सबू जाक मेथड मु तुमको पढ़े कौथे ना तुमको एलटीआर जिते पढ़े एलटीआर एसएसबी टीजीटी आरएसटी जो तुम बेसिक कंडीशंस ऑफ लर्निंग जो मेथड गुड़ाक था से कभर अप कर तो तुम मैंने इन जनरल जो पेडागोजी पढ़ो से कभर अप करदेव खाली मुझे तुम ना गुड़िक जान रख तार ओडिया ना गुड़िक सब कौन कौन एगुड़ा तुमको हेल्पफुल हम प्रथम है वक्तृता पद्धति पिले वक्तृता पद्धति कौन जोटा आम कहे लेक्चर मेथड पिले लेक्चर मेथड बा वक्तृता पद्धति लेक्चर मेथड तुम जानी जोटा कि गोटे पारंपरिक शिक्षादान पद्धति जो टीचर गोटे डोमिनेंट रोल प्ले करती टीचर अथॉरिटेरियन रोल प्ले करती पारंपरिक शिक्षादान पद्धति जहाँ फीचर्स वक्तृता पद्धति से गुड़ाक सब फीचर्स गुड़ाक मन रखिदेव आवृत्ति और व्याख्या पद्धति रिसाइटेशन एंड इंटरप्रिटेशन मेथड एटा पर्टिकुलरली लैंग्वेज रे आमे व्यवहार करूथे गोटे प्रकार पद्धति प्रत्यक्ष पद्धति पिले डायरेक्ट मेथड जोटा नेचुरल मेथड मध्य कहूचे एटा मध्य तुम मानकर गोटे लैंग्वेज टीचिंग रे बा भाषा शिक्षादान रे व्यवहार कर जाउथिया गोटे पद्धति डिस्कशन मेथड जोटा आमे कहूचे आलोचनामूलक पद्धति डिडक्टिव आ इंडक्टिव मेथड गोटे हला अवरोह पद्धति आ गोटे आरोह पद्धति डिडक्टिव मेथड रे आमे कोन कहूचे पिले जनरल टू पर्टिकुलर आमे कहूचे जोटा आमे कहूचे आमे
आम पाखे फर्मुलाज अच्छी थियोरीज अच्छी नॉलेज अच्छी आम पर्टिकुलर स्पेसिफिक आड़ को जाऊे किंतु आरोही रे इंडक्टिव रे स्पेसिफिक टू जनरल बा आम निर्दिष्ट रु साधारण आड़ को गति करुचे क्रीड़ा पद्धति प्ले वे मेथड नीड सेंटेड मेथड है प्रयोजन केन्द्रिक पद्धति एक्टिविटी सेंटेड मेथड है कर्म केन्द्रिक पद्धति एक्सपीरियंस बेस्ड मेथड है अभिज्ञता भित्तिक पद्धति ड्रामाटाइजेशन मेथड है नाटक अभिनय पद्धति प्रोजेक्ट मेथड है प्रकल्प पद्धति एवं प्रोग्राम लर्निंग है तुम अनुसूचित शिक्षण पद्धति एटा मन रखिबो एटा हला तुम बीएफ स्किनर जो प्रोग्राम लर्निंग है ताकू आधार करी तुम एटा प्रस्तुतकरण करा जायछि ठीक है पिले तो यही मेथड गुडा खाली ना रखी जाओ तुम मने आ भितर तुम एते कहूनी कि तुम पूरा इनडेप्थली जाओ बोली किंतु तुम एगुड़ा पढ़ीच मोर विश्वास कि तुम कौन समस्या हम ना तापर भी तुम जब कौन डाउट रहा कौ मेथड रे कौथे मत कह तुम डाउटा क्लीयरेन्स करदेवी ठीक है पिले समस्त को ऑल द वेरी बेस्ट भल भाव प्रिपरेशन कर मोर विश्वास मो परिश्रम फल निश्चिंत भाव में मिल तुम पाखु आ तुम मैंने भल भाव क्वालिफाए करुच तुम मैंने भल स्कोर कर पेडागजी से सबुठ बड़ रिवार्ड हम तेणुक समस्त को एगेन ऑल द वेरी बेस्ट प्रिपेयर वेल प्ले।